ହେଲା ପିଲେ ତ କାଲିକି ଆମମାନେ ରାମାୟଣ ଉପରେ ପିଲେ ଆଲୋଚନା କରୁଥିଲେ। ରାମାୟଣର ପୁରା ପ୍ରସଙ୍ଗ ବି ଆମମାନେ ପିଲେ ଜାଣିଲେ। ଠିକ ଅଛି। ଆଉ ଆଜି ପିଲା ଆମମାନେ ନେକ୍ସଟ ଯୋଉ ଆଲୋଚନା କରିବା ତ ମହାଭାରତ ଉପରେ ପିଲା ଆଲୋଚନା କରିବା। ଠିକ ଅଛି। ତ ମହାଭାରତର କଣ ବିଷୟବସ୍ତୁ, କଣ କାହାଣୀ, ଠିକ ଅଛି। ଚାଲ ମହାଭାରତର ରଚୟିତା କିଏ ସେ? ବ୍ୟାସଦେବ। ବ୍ୟାସଦେବ। ବେଦବ୍ୟାସ। ମାନେ କଣ ନାହିଁ ପିଲା ଗୋଟେ ବ୍ୟାସ ବିରଚିତା ଗଣେଶ ଲିଖିତା ମହାଭାରତ ପୁଣ୍ୟ କଥା ନା ନାଇଁ? ବ୍ୟାସଙ୍କଦ୍ୱାରା ରଚନା କରାଯାଇଛି କିନ୍ତୁ ଲେଖକ ପିଲେ କିଏ ସେ? ଗଣେଶ ନା ଗଣେଶ। ଗଣେଶ। ହେଲା। ତେବେ ପିଲା ବ୍ୟାସଙ୍କର ଏକ ସାମାନ୍ୟ ପରିଚୟ ପିଲା ଆମେ ଟିକେ ଦେଖିବା ହେଲା। ତ ପିଲା ପୌରାଣିକ କଥା ଅନୁସାରେ ବହୁ ଦିନ ତଳେ ସୁଧନ୍ୱା ନାମକ ଜଣେ ରାଜା ଥିଲେ। ସୁଧନ୍ୱା ଯାହାଙ୍କର ନାଁ ପିଲେ। ତ ଥରେ ସେ ଶିକାର ପାଇଁ ଆଖେଟ ମାନେ ଶିକାର ପାଇଁ ଅରଣ୍ୟକୁ ପିଲେ ଯାଇଥିଲେ। ତ ସେଠାରେ ତାଙ୍କର ପତ୍ନୀ ରଜସ୍ୱଳା ଅଭବତ। ଆଉ ସେ ନିଜର ପାଳିତ ପକ୍ଷୀ ସାହାଯ୍ୟରେ ତ ରଜସ୍ୱଳା ସମ୍ବାଦକୁ ରାଜାଙ୍କୁ ପଠେଇଥିଲେ। ଠିକ ଅଛି। ଆଉ ରାଜା ନିଜର ବୀର୍ଯ୍ୟକୁ ଗୋଟିଏ ପତ୍ର ନିର୍ମିତ ପାତ୍ରରେ ପଠେଇଥିଲେ। ହେଲା। ଆଉ ଯମୁନା ନଦୀରେ ଜଣେ ବ୍ରହ୍ମଣ ସାପାତ ତ ମାନେ ବ୍ରହ୍ମାଙ୍କର ଅଭିଶାପରେ ଗୋଟେ ଅପ୍ସରା ପିଲେ ମତ୍ସ୍ୟ ରୂପେଣ ଆସିଥି। ତ ଅପ୍ସରା ଟିଏ ପିଲା ଗୋଟେ ମାଛ ରୂପରେ ଏକ ଯମୁନା ନଦୀରେ ପିଲା ରହୁଥିଲା। ଆଉ ସେ ପିଲେ ସେହି ବୀର୍ଯ୍ୟକୁ ଖାଦିତବତୀ ମାନେ କହିବା କଥା ଯେତେବେଳେ ସେ ପତ୍ର ନେଇକି ଆସୁଥିଲା ତ ସେଥିରୁ ତାଙ୍କର ବୀର୍ଯ୍ୟ ପିଲେ ସେଇ ଯମୁନା ନଦୀରେ ପଡି ଯାଇଥିବ। ଆଉ ଯୋଉ ଯମୁନା ନଦୀରେ ଗୋଟେ ଅପ୍ସରା ରହୁଥିଲା ପିଲେ ଯାହାକୁ ଅଭିଶାପ ମିଳିଥିବ ପିଲେ ମାଛ ହେଇଯିବାର ଅଭିଶାପ ହେଲା। ଆଉ ତ ସିଏ ସେଇ ଯୋଉ ବୀର୍ଯ୍ୟକୁ ପିଲେ ଭକ୍ଷଣ କରିଦେଇଥିବ। ଆଉ ଯେନ ସା ଗର୍ଭବତୀ ସଂଜାତା ତ ସେ ପିଲେ ଗର୍ଭବତୀ ହେଇଯାଇଥିବ। କିଏ ସେ? ଏଇ ଯୋଉ ଅପ୍ସରା ପିଲେ। ଥରେ ଜଣେ ନିଷାଦ ତ ସେଇ ଯୋଉ ତାମ ଧୃତ୍ୱା କାହାକୁ ସେଇ ଯୋଉ ଅପ୍ସରା ଯିଏ କି ମତ୍ସ୍ୟ ରୂପରେ ଅଛି ତ ତାକୁ ନିଜର ଉଦରାତ୍ ଏକମ ବାଲକମ ଏକମ ବାଲିକାମ ଚ ଲବ୍ଧବାନ। ଯେତେବେଳେ ସେ ମାଛକୁ ପିଲେ ସେ କାଟିଥିବ ତ ତାର ପେଟରୁ ବା ତାର ଉଦରରୁ ପିଲେ ଗୋଟିଏ ବାଳକ ଆଉ ଗୋଟିଏ ପିଲେ ବାଳିକାକୁ ସେ ଲାଭ କରିଥିବ। ଆଉ ସେଇ ଯୋଉ ନିଷାଦ ହେଲା ତ ସନ୍ତାନ ଦ୍ୱୟକୁ ନେଇକରି ରାଜା ସୁଧନ୍ୱଙ୍କ ପାଖକୁ ହିଁ ଯିବେ। ହେଲା ନିକଷା ଗତବା। ତ ସେଇ ସୁଧନ୍ୱ ପିଲେ ତାଙ୍କ ଦେଶରେ ରାଜା ସୁଧନ୍ୱ ଥିଲେ। ଆଉ ଯେହେତୁ ପିଲେ ମାଛର ଉଦରରୁ ଏମିତି ପିଲେ ସନ୍ତାନର ଜନ୍ମ ହେଲା ତ ନିହାତି ଗୋଟେ ଆଶ୍ଚର୍ଯ୍ୟକର କଥା। ତ ସେଥିପାଇଁ ସେ ଦି ଜଣ ଯୋଉ ବାଳକ ଆଉ ବାଳିକାଙ୍କୁ ନେଇକରି ପିଲେ କାହା ପାଖକୁ ଯିବେ? ସୁଧନ୍ୱଙ୍କ ପାଖକୁ ହିଁ ଯିବେ। ଆଉ ରାଜା କିନ୍ତୁ କଣ କରେ ରାଜା ପିଲେ ବାଳକଟିକୁ ରଖିଦେବେ। ବାଳିକାକୁ ରଖିବେନି। ଆଉ ନିଷାଦ ପିଲେ ବାଳିକାକୁ ନିଜର ପୁତ୍ରୀ କରିବେ। ଆଉ ବାଳକର ନାମ ପିଲେ ଏପଟେ ହେଇଯିବ କଣ ଯେହେତୁ ପିଲେ ମତ୍ସ୍ୟ ଗର୍ଭରୁ ବାହାରିଥିଲା ତ ତାଙ୍କ ନାଁ ହେଇଯିବ ପିଲେ ମତ୍ସ୍ୟ ରାଜ। ଆଉ ବାଳିକାର ନାଁ ପିଲେ ଏପଟେ କଣ ହେଇଯିବ? ମତ୍ସ୍ୟ ଗନ୍ଧା ହେଲା। ଆଉ ତସ୍ୟାହା ନାମ ସତ୍ୟବତୀ ଅପି ଆସିତ। ଆଉ ସେଇ ଯୋଉ ବାଳିକାଟି ଯୋଉ ମତ୍ସ୍ୟ ଗନ୍ଧା ତାର ଅନ୍ୟ ନାଁ ବି ପିଲେ କଣ ଥିଲା? ସତ୍ୟବତୀ ବି ଥିଲା। ଆଉ ସେ ଯମୁନା ନଦୀରେ ନୌକା ଚାଳନ କାର୍ଯ୍ୟରେ ନିଯୁକ୍ତ ଥିଲେ। ଡଙ୍ଗା ଚଲଉଥିଲେ। ହେଲା ଯୋଉ ସତ୍ୟବତୀ ବା ଯାହାଙ୍କର ନାଁ ପିଲେ ମତ୍ସ୍ୟଗନ୍ଧା। ଆଉ ଥରେ ପରାଶର ମୁନି ତ ତାଙ୍କର ସେ ନୌକାରେ ଉପବିଷ୍ଟ ବସିକିରି ଯମୁନା ନଦୀ ପିଲେ ପାର ହଉଥିଲେ। ଆଉ ସେତେବେଳେ ସେ ମତ୍ସ୍ୟଗନ୍ଧାର ପିଲେ ରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଇ ତାଙ୍କ ସହିତ ସହବାସ କରିଥିବେ। ଯାହା ଫଳରେ ପିଲେ ମତ୍ସ୍ୟଗନ୍ଧାଙ୍କର ଗର୍ଭରୁ ଜନ୍ମ ପିଲେ କାହାର ହବ ନା ଭଗବାନ ବ୍ୟାସଙ୍କର ପିଲେ ଜନ୍ମ ହବ। ବୁଝିହେଲା। ତେଣୁ ଜନ୍ମ ମାତ୍ରେଣ ସହ ଝଟିତି ଏବଂ ପରିପକ୍ୱ ଅଭବତ। ଆଉ ଯୋଉ ବ୍ୟାସଙ୍କର ଜନ୍ମ ହବ ତ ସିଏ ପିଲେ ଜନ୍ମ ହଉ ହଉ ମାନେ ନର୍ମାଲି ପିଲାମାନଙ୍କୁ ସମୟ ଲାଗିଥାଏ ବଡ ହବା ପାଇଁ କିନ୍ତୁ ତାଙ୍କୁ ସମୟ ଲାଗିନଥିବ ସଙ୍ଗେ ସଙ୍ଗେ ସେ ପିଲା ପରିପକ୍ୱ ଅବସ୍ଥାକୁ ପଳେଇ ଆସିବେ। ତଥା ନିଜ ମାଙ୍କୁ କହିବେ କି ହେ ମାତଃ ତୁମେ ଯେବେ କେବେ ବି ବିପଦରେ ମତେ ଯଦି ସ୍ମରଣ କରିବ ମୁଁ ନିହାତି ତୁମ ପାଖରେ ଆସିକି ପହଞ୍ଚିବି କିନ୍ତୁ ମୁଁ ଏବେ ତୁମ ପାଖରେ ରହିପାରିବି ନାହିଁ। ଏହା କହିକିରି ସେ ପିଲେ ଦ୍ୱୈପାୟନ ନାମକ ଏକ ଦ୍ୱୀପକୁ ପିଲେ ତପସ୍ୟା କରିବା ପାଇଁ ପଳେଇଯିବେ। ଆଉ ପୁନଃ ତାଙ୍କର ଶରୀରର ବର୍ଣ୍ଣ ପିଲେ ଯେହେତୁ କୃଷ୍ଣ ବର୍ଣ୍ଣ ଥିଲା ହଁ ସେଇ ଯୋଉ ସେଥିପାଇଁ ତାଙ୍କର ନାଁ ପିଲେ କୃଷ୍ଣ ଦ୍ୱୈପାୟନ ପିଲେ ହେଇଯିବ। ସେଥିପାଇଁ ବେଳେ ବେଳେ ଗୋଟେ ଏକ୍ଜାମ ରେ ପଚାରିଥିଲା ପିଲେ କି କୃଷ୍ଣ ଦ୍ୱୈପାୟନ କହ ତାହେଲେ ଆନ୍ସର ପିଲା କଣ ହେଇଯିବ? ବ୍ୟାସଦେବ। ବ୍ୟାସଦେବ ହେଲା। ଆଉ ଯେହେତୁ ସେ ପିଲେ ବେଦ ମାନଙ୍କର ବିଭାଗ କରିଥିଲେ ସେଥିପାଇଁ ତାଙ୍କର ଅନ୍ୟ ନାଁ ବି ପିଲେ କଣ?
वेद व्यास ହେଲା କାହିଁକି ନା ବେଦକୁ ପିଲେ ସେ ବ୍ୟାସ କରିଥିଲେ ବ୍ୟାସ ମାନେ ତାକୁ ବା ବେଦକୁ ସେ ପିଲେ ବିଭକ୍ତ କରିଥିଲେ ବିସ୍ତୃତ କରିଥିଲେ ତ ସେଥିପାଇଁ ତାଙ୍କୁ ପିଲେ ବେଦ ବ୍ୟାସ ବୋଲି ମଧ୍ୟ କୁହାଯାଏ ଆଉ ସହ ବଦରୀ ବନେ ଆସିତ ଏଥିପାଇଁ ତାଙ୍କର ଅନ୍ୟ ନାଁ ବି କଣ ପିଲେ ବାଦରାୟଣ ହେଲା ଆଉ ତାଙ୍କ ପତ୍ନୀଙ୍କର ନାଁ ହଉଛି ପିଲେ ଆରୁଣୀ ଯାହାଙ୍କ ଗର୍ଭରୁ ପିଲେ କାହାର ଜନ୍ମ ହେଇଥିବ ସୁକଦେବଙ୍କର। ଶୁକଦେବଙ୍କର ପିଲେ ଜନ୍ମ ହେଇଥିବ ହେଲା ତ ଏମିତି ହେଇକିରି କାହାଣୀ ପିଲେ ଇଏ ହଉଛି ବ୍ୟାସଦେବଙ୍କର ଜନ୍ମର ବୃତ୍ତାନ୍ତର ପିଲେ କାହାଣୀ ଆଉ ତାଙ୍କର ସମୟ ପିଲେ ମନେ ରଖିବା ପାଖାପାଖି 400 ଈସା ପୂର୍ବ ବୋଲି ଆମେ ମାନେ କହିପାରିବା ଆଉ ତାଙ୍କର ପିଲେ କୃତି ବିଷୟରେ ଯଦି କହିବା କି ତାଙ୍କର ତ ସବୁଠୁ ମୁଖ୍ୟ କୃତି ତ ପିଲେ ମହାଭାରତ ଯାହାକି ପୁରା ବିଶ୍ୱରେ ପରିଚିତ ଆଉ ରାମାୟଣ ପରିକା ମହାଭାରତ ମଧ୍ୟ ରଚନା କରିବା ପାଇଁ ବ୍ରହ୍ମା ବ୍ୟାସଦେବଙ୍କୁ ପ୍ରୋତ୍ସାହନ ଦେଇଥିବେ ହେଲା ପରନ୍ତୁ ବ୍ୟାସଦେବ ଯୋଗ୍ୟ ଲେଖକର ଅଭାବ ବିଷୟରେ କହିଥିବେ ତାପରେ ଶ୍ରୀ ଗଣେଶ ପିଲେ ମହାଭାରତ କଥାର ଲେଖନ କାର୍ଯ୍ୟ ସମ୍ପାଦନ କରିଥିବେ ଆଉ ତାଙ୍କର ଅନ୍ୟ କୃତି ମାନଙ୍କ ଭିତରେ ପିଲେ କଣ ରହିଛି ଅଷ୍ଟାଦଶ ମହାପୁରାଣ ବ୍ରହ୍ମସୂତ୍ର ମୀମାଂସା ଏସବୁ ଗ୍ରନ୍ଥ ମଧ୍ୟ ପିଲେ ତାଙ୍କର ଅନ୍ୟାନ୍ୟ କୃତି ହେଲା ବ୍ୟାସଦେବଙ୍କର ପିଲେ ଠିକ ଅଛି ଆଉ ବ୍ୟାସଦେବଙ୍କର ମହତ୍ଵ ତ ଜାଣିଥିବା ପିଲେ ବ୍ୟାସଦେବଙ୍କ ପ୍ରଶଂସାରେ ଏମିତି କୁହାଯାଏ କି ଯେପର୍ଯ୍ୟନ୍ତ ଭାରତ ବର୍ଷ ରହିଛି ସେ ପର୍ଯ୍ୟନ୍ତ ହିନ୍ଦୁ ମାନେ ରହିଛନ୍ତି ଆଉ ସେ ପର୍ଯ୍ୟନ୍ତ ବ୍ୟାସଦେବଙ୍କର ନାଁ ମଧ୍ୟ ଏଇ ଜଗତରେ ପିଲେ ବିଦ୍ୟମାନ ହେଲା ଆଷାଢ ମାସର ପିଲେ ପୂର୍ଣ୍ଣିମାରେ ତାଙ୍କର ଜନ୍ମ ହେଇଥିଲା ସେଥିପାଇଁ ସେଇ ଯୋଉ ତିଥିକୁ ପିଲେ କଣ କୁହାଯାଏ କୋଉ ହିସାବରେ ପାଳନ କରାଯାଏ ପିଲେ ବ୍ୟାସ ପୂର୍ଣ୍ଣିମା ବୋଲି ହେଲା ତେଣୁ ପ୍ରତ୍ୟେକ ଆଷାଢ ପୂର୍ଣ୍ଣିମାର ପିଲେ ଗୁରୁ ପୂର୍ଣ୍ଣିମା ରୂପରେ ଏହାର ପୂଜା କରାଯାଏ ଏହା ଏସା ଏବଂ ମହାଭାରତ ରୂପକ ତୈଳେନ ଜ୍ଞାନ ରୂପକ ପ୍ରଦୀପସ୍ୟ ପରିପ୍ରକାଶମ କୃତବାନ ତ ଏ ସମ୍ପୂର୍ଣ୍ଣ ଜଗତକୁ ସେ ଜ୍ଞାନ ରୂପକ ପ୍ରଦୀପ ପିଲେ ଦେଖେଇଥିଲେ ଆଉ ଯୋଉ ଜ୍ଞାନ ରୂପକ ପ୍ରଦୀପର ତେଲର କାମ କରିଥିଲା ପିଲେ ଏଇ ମହାଭାରତ ହେଲା ତ ସେଥିପାଇଁ କୁହାଯାଏ ପିଲେ ନମସ୍ତୁତେ ବ୍ୟାସ ବିଶାଲ ବୁଦ୍ଧେ ଫୁଲ୍ଲାର ବିନ୍ଦା ୟତପତ୍ର ନେତ୍ର ଯେନ ତ୍ୱୟା ଭାରତ ତୈଳ ପୂର୍ଣ୍ଣ ପ୍ରଜ୍ୱାଳିତୋ ଜ୍ଞାନମୟ ପ୍ରଦୀପ ହେଲା ଆଉ ମଧ୍ୟ ବ୍ୟାସଦେବ ହଉଛନ୍ତି ସାକ୍ଷାତ ବିଷ୍ଣୁଙ୍କର ହିଁ ଅଂଶ ପିଲେ ମାନେ ବ୍ୟାସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣବେ ନମୋ ବୈ ବ୍ରହ୍ମ ନିଧୟେ ବାସିଷ୍ଠାୟ ନମୋ ନମଃ ବୋଲି ପିଲେ ସାକ୍ଷାତ ବ୍ୟାସଦେବଙ୍କୁ ପିଲେ ମାନେ ଭଗବାନ ବିଷ୍ଣୁଙ୍କର ବି ରୂପ ହିଁ କୁହାଯାଏ ଆଉ ୟାଙ୍କର ଏଇ ଯୋଉ ସିକ୍ୱେନ୍ସ ଟା ଟିକେ ମନେ ରଖିଥିବ ପିଲେ ଏଇଟା ମଧ୍ୟ ପରୀକ୍ଷାରେ ପିଲେ ପଚାରିଥାଏ ହେଲା ପିଲେ ବଶିଷ୍ଠଙ୍କ ଠାରୁ ପିଲେ କିଏ ସେ ଶକ୍ତିଙ୍କ ଠାରୁ ପିଲେ ପରାଶରଙ୍କ ଠାରୁ ବ୍ୟାସଙ୍କ ଠାରୁ ପିଲେ କିଏ ସେ ଶୁକ ହେଲା ଏଇ ଯୋଉ ସିକ୍ୱେନ୍ସ ପିଲେ ମନେ ରଖିବ ସିରିୟଲି ପିଲେ ଠିକ ଅଛି କାହାର କିଏ ସନ୍ତାନ କାରଣ ବହୁତ ପଚାରେ ସିକ୍ୱେନ୍ସ ପାଇଁ ଗୋଟେ ଶ୍ଲୋକ ବି ଅଛି व्यासा वसिष्ठ नप्तारम शक्ति पौत्रम अकल्मषम पराशरात्मजं वन्दे सुकतातम तपोनिधि ସୁକତାତମ ତପୋନିଧି ଏମିତି ବି ପିଲେ କୁହାଯାଏ ହେଲା ହଉ ତାପରେ ସେଥିରକୁ ପିଲେ ମହାଭାରତର ପରିଚୟ ପିଲା ମାନେ ଦେଖିବା ହେଲା ତାହେଲେ ମହାଭାରତ ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ବିରଚିତ ଏକ ବହୁ ପ୍ରସିଦ୍ଧ ଇତିହାସ ଗ୍ରନ୍ଥ ଅଟେ ଆଉ ତ ଆମେ ମାନେ ଯୋଉ ମହାଭାରତ ଦେଖୁଛେ ମହାଭାରତ ଡାଇରେକ୍ଟ ଲେଖା ଯାଇନି ପିଲେ ବ୍ୟାସଙ୍କ ଦ୍ୱାରା ଏମିତିକା ମହାଭାରତ ଲେଖା ହେଇନଥିଲା ଏ ମହାଭାରତ ପିଲେ 3ଟା ଚରଣ ଦେଇକିରି ଆସିଥିଲା ବୁଝାଉଛି ଆଗକୁ କହିବେ ତଥାପି ସେଠି ଆଉ ଗୋଟେ ପଏଣ୍ଟ ଉଠଉଛନ୍ତି ପିଲେ ମହାଭାରତ 3 ବର୍ଷରେ ରଚନା କରାଯାଇଥିଲା ତା କୁହାଯାଏ ପିଲେ ଯେମିତି କୁହାଯାଇଛି ତ୍ରିଭିଃ ବର୍ଷେ ସଦୁତ୍ଥାୟ କୃଷ୍ଣ ଦ୍ୱୈପାୟନୋ ମୁନିଃ ମହାଭାରତମାଖ୍ୟାନମ୍ କୃତବାନ ଇଦମ୍ ଅଦ୍ଭୁତମ୍ ତ 3 ବର୍ଷରେ ପିଲେ ମହାଭାରତର ଲେଖନ କାର୍ଯ୍ୟ କରାଯାଇଥିଲା ଆଉ ଏହି ମହାଭାରତ ପିଲେ କେତୋଟି ଚରଣ ଦେଇକିରି ବିକଶିତ ହେଇଛି ତ୍ରିଭିଃ ଚରଣୈଃ ବିକଶିତମ୍ ହେଲା 3ଟା ଷ୍ଟେପ ଦେଇକିରି ବିକଶିତ ହେଇଛି ପ୍ରଥମେ ମହାଭାରତ ନଥିଲା ପିଲେ ହେଲା ସେଥିପାଇଁ ମହାଭାରତର ପିଲେ ମଙ୍ଗଳାଚରଣରେ ପିଲେ ଦେବୀಂ ସରସ୍ୱତୀ ବ୍ୟାସ ନା କୁହାଯାଇଥିଲା ପିଲେ ଦେବୀಂ ସରସ୍ୱତୀ ବ୍ୟାସମ୍ ତତୋ ଜୟମ୍ ଉଦୀରୟେତ୍ ତ ସେଠି ଜୟ ଶବ୍ଦ କଥା କୁହାଯାଇଛି ପିଲେ କାହିଁକି ନା ମହାଭାରତର ପ୍ରଥମ ନାଁ ପିଲେ ଜୟ ଥିଲା ତାକୁ ମହାଭାରତ ପ୍ରଥମେ କୁହାଯାଉନଥିଲା ହେଲା ଦେଖ କୋଉ ଷ୍ଟେପ ରେ ପିଲେ କଣ ହେଇଥିଲା ମହାଭାରତର ସ୍ୱରୂପ ସେଠି ଏଠି କୁହାଯାଇଛି ପିଲେ ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ପିଲେ
ତ ପ୍ରଥମ ଚରଣରେ ପିଲେ ୟାର ନାଁ ଥିଲା ଜୟ କାବ୍ୟ। ଏଥିରେ ଶ୍ଲୋକ ସଂଖ୍ୟା ଥିଲା 8800 ପିଲେ ହେଲା। ଆଉ ଏଇ ଯୋଉ ଜୟ କାବ୍ୟ ୟାକୁ ରଚନା କରିଥିଲେ କିଏ? ସେ ବ୍ୟାସଦେବ। ଜୟ କାବ୍ୟ ଲେଖିଥିଲେ ପିଲେ ବ୍ୟାସଦେବ। ଆଉ ସେ ନିଜ ଶିଷ୍ୟ ବୈଶମ୍ପାୟନକୁ ପିଲେ ପଢେଇଥିବେ। ତାହେଲେ ପ୍ରଥମେ ଯୋଉ ବ୍ୟାସଦେବ ମହାଭାରତ ପଢେଇବେ କାହାକୁ ପଢେଇଥିବେ ପିଲେ? ନିଜ ଶିଷ୍ୟ ବୈଶମ୍ପାୟନ। ବୈଶମ୍ପାୟନକୁ। ଆଉ ଏଇ ଗ୍ରନ୍ଥର ମଙ୍ଗଳାଚରଣ ପିଲେ ଏଭଳି ଅଟେ, ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତतो ଜୟଂ ଉଦୀରୟେତ୍ ବା ଦେବୀଂ ସରସ୍ୱତୀଂ ଚୈବ ତतो ଜୟଂ ଉଦୀରୟେତ୍। ହେଲା। ତାହେଲେ ଇଏ ହଉଛି ପିଲେ ପ୍ରଥମ ଚରଣ। ସେଥିପାଇଁ ମନେ ରଖିଥିବ ପିଲେ। ତ ପ୍ରଥମ ଚରଣରେ ପିଲେ ମହାଭାରତର ନାଁ କଣ ଥିଲା? ଜୟ କାବ୍ୟ। ଜୟ। ହେଲା। ଆଉ ଜୟ କାବ୍ୟ ଆଉ ଏକଥା ବ୍ୟାସଦେବ କାହାକୁ ଶୁଣେଇଥିଲେ? ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ପିଲେ। କାହାକୁ ଶୁଣେଇଥିଲେ? ବୈଶମ୍ପାୟନ ବୈଶମ୍ପାୟନ। ତାଙ୍କ ଶିଷ୍ୟଙ୍କୁ ଶୁଣେଇଥିବେ। ତାପରେ ସେକେଣ୍ଡ ଷ୍ଟେପ ରେ କଣ ହବ ନା ୟାର ନାଁ ହେଇଯିବ ପିଲେ ଭାରତ। ତ ମହାଭାରତ କୁହାଯିବନି ପିଲେ, ଆକୁ ଭାରତ ବୋଲି ନାଁ ଦିଆଯିବ। ଆଉ ଏଥିରେ 24,000 ଶ୍ଲୋକ ରହିବ। ଆଉ ୟାକୁ ବି ରଚନା କରିଥିବେ ବୈଶମ୍ପାୟନ ପିଲେ। ୟାର ରଚନାକାର ପିଲେ ବୈଶମ୍ପାୟନ। ଆଉ ସେ ପିଲେ ଜନମେଜୟଙ୍କୁ ପିଲେ ଏକଥା ଶୁଣେଇଥିବେ। ଆଉ ସେ ଯୋଉ ପିଲେ ଶୁଣେଇବେ ଯୋଉ ଭାରତ କାହାକୁ ଶୁଣେଇଥିବେ ପିଲେ? ବୈଶମ୍ପାୟନ ଜନମେଜୟ। ଜନ୍ମଜୟ। ଠିକ ଅଛି। ତାପରେ ପିଲେ ଯେତେବେଳେ ତୃତୀୟ ଚରଣ ପିଲା ଆସିବ ତ ୟାର ନାଁ ହବ ପିଲେ ମହାଭାରତ। ଆଉ ଏଥିରେ ଶ୍ଲୋକ ସଂଖ୍ୟା ରହିବ ପିଲେ 1,00,000 ଶ୍ଲୋକ। ଆଉ ଏହାକୁ ପିଲେ ଲୋମହର୍ଷଙ୍କର ପୁତ୍ର ସୌତିକେନ ବିରଚିତମ୍। ଆଉ ଏଇ ଯୋଉ ମହାଭାରତ ପିଲେ କିଏ ରଚନା କରିଥିବେ? ଲୋମହର୍ଷର ପୁତ୍ର। ଲୋମହର୍ଷଙ୍କର ପୁତ୍ର କିଏ ସେ ପିଲେ? ସୌତିକ। ସୌତିକ। ଆଉ ସେ ପିଲେ ସୌନକାଦି ଋଷି ମାନଙ୍କୁ ଏହା ଶୁଣେଇଥିବେ। ଆଉ ସେ ପିଲେ ଏଇ ଯୋଉ ମହାଭାରତ ପ୍ରଥମେ ଶୁଣେଇଥିବେ ସୌନକାଦି ଋଷି ମାନଙ୍କୁ। ଆଉ ଏଥିରେ 1,00,000 ଶ୍ଲୋକ ଥିବା କାରଣରୁ ୟାର ନାଁ ହେଇଥିବ ପିଲେ ଶତସାହସ୍ରୀ ସଂହିତା। ଆଉ ମହାଭାରତର ଶେଷରେ ପିଲେ କୁହାଯାଇଛି ଉକ୍ତମ ଶତସାହସ୍ର୍ୟାମ୍ ଶ୍ଲୋକାନାମ୍ ଇଦମ୍ ଅଦ୍ଭୁତମ୍। ତାହେଲେ ଏଥିରେ ପିଲେ ମାନେ 100,000 ମାନେ 1,00,000। ତ 1,00,000 ଶ୍ଲୋକ ମାନଙ୍କର ଏକ ଅଦ୍ଭୁତ ଗ୍ରନ୍ଥ ହଉଛି ପିଲେ ମହାଭାରତ। ତିନିଟା ଯାକ ଷ୍ଟେପ ପିଲେ ବୁଝିପାଇଲ ତ ନା ନାଇଁ? ଆଜ୍ଞା ସାର୍। କାହାପରେ କୋଉଟା ହଉଛି ତ ଏଇଟା ମନେ ରଖିବ, ବହୁତ ଇମ୍ପୋର୍ଟାଣ୍ଟ ପିଲେ ହେଲା। ପ୍ରଥମେ ଜୟ, ତାପରେ ଭାରତ, ତାପରେ ଯାଇକି ମହାଭାରତ ହେଲା। ଆଉ ଆମର ଏଇ ଯୋଉ ମହାଭାରତରେ ପିଲେ ରହିଛି ଅଷ୍ଟାଦଶ ପର୍ବ, 18ଟି ପର୍ବ ରହିଛି ପିଲେ। ତ ପର୍ବ ଗୁଡାକର ନାଁ ବି ପିଲେ ସିରିୟଲି ମନେ ରଖିବ। ଆଦି ପର୍ବ, ସଭା ପର୍ବ, ବନ ପର୍ବ, ବିରାଟ ପର୍ବ, ଉଦ୍ୟୋଗ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ ପର୍ବ, ସୌପ୍ତିକ ପର୍ବ, ସ୍ତ୍ରୀ ପର୍ବ, ଶାନ୍ତି ପର୍ବ, ଅନୁଶାସନ ପର୍ବ, ଆଶ୍ୱମେଧିକ ପର୍ବ, ଆଶ୍ରମ ବାର୍ଷିକ ପର୍ବ, ମୌସଳ ପର୍ବ, ମହାପ୍ରାସ୍ଥନିକ ପର୍ବ, ଆଉ ଶେଷ ରହୁଛି ପିଲେ କୋଉ ପର୍ବ? ସ୍ୱର୍ଗାରୋହଣ ପର୍ବ ହେଲା। ତ ଏଇ ଯୋଉ ସିକ୍ୱେନ୍ସ ଟିକେ ମନେ ରଖିଥିବେ, ସିରିୟଲି ମନେ ରଖିଥିବେ ପିଲେ। ଏମିତି ହେଇକରି 18ଟି ପର୍ବ ପିଲେ ମହାଭାରତରେ ରହିଛି। ତ ଆମେ ପ୍ରଥମେ ଟିକେ ଟିକେ ପିଲେ ଦେଖିନବା ପ୍ରତି ପର୍ବର କଣ କଣ ବିଷୟବସ୍ତୁ ରହିଛି ପିଲେ। ତ ପ୍ରଥମେ ଆମେ ଆଦି ପର୍ବର କଥା ପିଲେ ଦେଖିବା। ତ କୁହାଯାଏ ପିଲେ କି ପ୍ରାଚୀନ ଭାରତରେ ଯଜାତି ନାମକ ଜଣେ ପ୍ରତାପୀ ରାଜା ଥିଲେ। ଯଜାତିଙ୍କ ନାଁ ଶୁଣିଛ ନା ନାଇଁ ପିଲେ? ହେଲା। ଆଜ୍ଞା। ଜଗ୍ମତି ଶର୍ମିଷ୍ଠାରେବ ଭର୍ତ୍ତୁଃ ବହୁମତା ଭବ। ହଁ, ତ ଯଜାତି ନାମକ ଜଣେ ପ୍ରତାପୀ ରାଜା ଥିଲେ। ଆଉ ତାଙ୍କର ରାଜଧାନୀର ନାଁ ଥିଲା ପିଲେ ଖାଣ୍ଡବ ପ୍ରସ୍ଥ। ଆଉ ଯଜାତିଙ୍କର ପିଲେ ଦୁଇଟି ରାଣୀ ଥିଲେ, ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ପୁତ୍ରୀ ଦେବଯାନୀ ଆଉ ଦୈତ୍ୟରାଜ ବୃଷପର୍ବାଙ୍କର ପୁତ୍ରୀ ଶର୍ମିଷ୍ଠା। ହେଲା। ତ ତାଙ୍କର ପିଲେ ଦୁଇଟି ପତ୍ନୀ ଥିଲେ। କଣ କିଏ କିଏ? ଦେବଯାନୀ ଆଉ ଶର୍ମିଷ୍ଠା ହେଲା। ଆଉ ଦେବଯାନୀଙ୍କର ପିଲେ ଦୁଇଟି ପୁତ୍ର ହେଇଥିବେ, ଜଣଙ୍କ ନାଁ ପିଲେ ଯଦୁ ଆଉ ଜଣଙ୍କ ନାଁ ପିଲେ ତୁରୁବସୁ ହେଲା। ଆଉ ଶର୍ମିଷ୍ଠାଙ୍କର ପିଲେ 3ଟି ପୁତ୍ର ହେଇଥିବେ, ଦ୍ରୁହ୍ୟୁ, ଅନୁ ଆଉ ପିଲେ ପୁରୁ। ଠିକ ଅଛି। ଆଉ ଯଜାତି ପୁରୁଙ୍କୁ ନିଜର ଉତ୍ତରାଧିକାରୀ କରିଥିବେ। ଆଉ ଯଜାତି ପିଲେ କାହାକୁ ନିଜର ଉତ୍ତରାଧିକାରୀ କରିଥିବେ? ପୁରୁ ପିଲେ। କାହିଁକିନା ପୁରୁକୁ। ପୁରୁ ଏ ସମସ୍ତଙ୍କ ଭିତରୁ ପୁରୁ ସବୁଠୁ ପିଲେ ବହୁତ ଶକ୍ତିଶାଳୀ ବି ଥିବେ ଆଉ ବହୁତ ଭଲ ବି ଥିବେ, ଯୋଗ୍ୟ ବି ଥିବେ। ଆଉ ପୁରୁଙ୍କ ବଂଶରେ ପିଲେ ଦୁଷ୍ୟନ୍ତଙ୍କର ଜନ୍ମ ହୋଇଥିଲା। ତାହେଲେ ଆମେ ଯୋଉ ଦୁଷ୍ୟନ୍ତଙ୍କ କଥା ପଢୁଛେ ପିଲେ, ତାଙ୍କର ଜନ୍ମ କାହା ବଂଶରେ ହେଇଥିଲା? ଜନ୍ମ ୟସ୍ୟ ପୁରୋର ବଂଶେ। ଜନ୍ମଜସ୍ୟ ପୁରୋଃ ବଂଶେ ଯୁକ୍ତ ରୂପମ୍ ଇଦଂ ତୁଇ। ହେଲା। ତା ପୁରୁଙ୍କର ବଂଶରେ ପିଲେ ଦୁଷ୍ୟନ୍ତଙ୍କର ଜନ୍ମ ହେଇଥିଲା।
ଆଉ ଯାହାର ବିବାହ ପିଲା ଶକୁନ୍ତଳାଙ୍କ ସହିତ ହୋଇଥିଲା। ଆଉ ତାଙ୍କର ଏକ ପୁତ୍ର ହେଇଥିବ ଯାହାର ନାଁ ହେଇଥିବ ପିଲା କଣ? ଭରତ। ଭାରତ ବୁଝିଲା। ଭରତ ଆଉ ଭରତଙ୍କ ବଂଶରେ ପିଲା ହସ୍ତିନା ନାମକ ରାଜାଙ୍କର ପିଲା ଜନ୍ମ ହେଇଥିବ, ଯିଏ କି ନିଜର ରାଜଧାନୀ ପିଲା ହସ୍ତିନାପୁର କରିଦେଇଥିବେ। ତ ଯେତେବେଳେ ହସ୍ତିନାଙ୍କର ଜନ୍ମ ହବ ତ ସିଏ ନିଜ ରାଜଧାନୀ ପିଲା କାହାକୁ ବନେଇଥିବେ? ହସ୍ତିନାପୁର। ହେଲା। ତ ସେଥିପାଇଁ ଏଇ ଯୋଉ ଦୁଷ୍ୟନ୍ତ ଶକୁନ୍ତଳା ଏମାନେ ନା ଏଇ ଯୋଉ ପୁରୁ ବଂଶର ମାନେ ବହୁତ ପୂର୍ବର ପିଲେ ନା ନାଇଁ। ତ ତାଙ୍କର ପରେ ଏମାନେ ସବୁ ଆସିଥିବେ କୌରବ ପାଣ୍ଡବ, ଏମାନେ ତାଙ୍କର ବହୁତ ପରେ। ହେଲା। ତାହେଲେ ନିଜର ରାଜଧାନୀ ପିଲା ହସ୍ତିନାପୁର କରିଥିବେ। ଆଉ ହସ୍ତିନା ରାଜବଂଶରେ ପିଲା କୁରୁଙ୍କର ଜନ୍ମ ହବ। କାହାର ଜନ୍ମ ପିଲା ହବ? କୁରୁ। ହେଲା। ଆଉ ଯାହାର ବଂଶଜ ମାନଙ୍କୁ କୁହାଯିବ ପିଲେ କୌରବ। ଠିକ ଅଛି। ଆଉ କୌରବ ବଂଶରେ ଶାନ୍ତନୁ ନାମକ ଜଣେ ପ୍ରତାପୀ ରାଜା ହେବେ। ଆଉ ସେ କୌରବ ବଂଶରେ ଆଉ ଜଣେ ପ୍ରତାପୀ ରାଜା ଜନ୍ମ ନେଇଥିବେ, ଯାହାଙ୍କର ନାଁ କଣ ଥିବ ପିଲେ? ଶାନ୍ତନୁ। ଆଉ ଶାନ୍ତନୁ ପିଲେ ଭଗବତୀ ଗଙ୍ଗାଙ୍କୁ ବିବାହ କରିଥିବେ। ଠିକ ଅଛି। ଆଉ ଗଙ୍ଗାଙ୍କର କେବଳ ଗୋଟିଏ ପୁତ୍ର ହେଇଥିବେ ଦେବବ୍ରତ, କାହିଁକିନା ଗଙ୍ଗାଙ୍କର କିଛି କଣ୍ଡିସନ ଥିବ କି ମୁଁ କେବେ ମାନେ କଣ ହେବି ପିଲେ, କାହାର ସନ୍ତାନ ହେବି ନାହିଁ, ମାନେ କାହା ମାନେ ମୋର କେହି ସନ୍ତାନ ହେବେ ନାହିଁ। ହେଲା। ତ ସେଥିପାଇଁ ତାଙ୍କର ଶେଷରେ କିନ୍ତୁ ଲାଷ୍ଟ ଗୋଟିଏ ସନ୍ତାନ ପିଲେ ହେବେ, କିଏ ସେ? ଦେବବ୍ରତ। ବା ଯାହାଙ୍କୁ ପିଲେ ଭୀଷ୍ମ ତାଙ୍କୁ କରାଇଥିଲେ ଭୀଷ୍ମ ବୋଲି କୁହାଯିବ। ନା ନାଇଁ ତାଙ୍କର ପ୍ରତିଜ୍ଞା ପାଇଁ। କିନ୍ତୁ ତାଙ୍କର ପ୍ରଥମ ନାଁ ଥିବ ପିଲେ କଣ? ଦେବବ୍ରତ ଦେବବ୍ରତ। ଦେବବ୍ରତ। ତ ଏମିତି ହେଇକିରି ତ ଥରେ ଶାନ୍ତନୁ ଯମୁନା ନଦୀ କୂଳରେ ଧୀବର କନ୍ୟା ସତ୍ୟବତୀଙ୍କୁ ଦେଖି ମୋହିତ ହେଇଥାଏ। ଇଏ ହଉଛି ସେଇ ସତ୍ୟବତୀ, ଯୋଉ ସତ୍ୟବତୀଙ୍କର ପୁତ୍ର ହଉଛନ୍ତି କିଏ ସେ? ବ୍ୟାସଦେବ। ବ୍ୟାସଦେବ। ନା ନାଇଁ ବ୍ୟାସଦେବ ଯେହେତୁ ପିଲେ ସତ୍ୟବତୀଙ୍କର କନ୍ୟା ଅବସ୍ଥାର ସନ୍ତାନ, କାହିଁକି ସତ୍ୟବତୀ ବିବାହ କରିନଥିଲା, ସେ ସମୟରେ କନ୍ୟା ଥିଲେ ସିଏ। ଠିକ ଅଛି। ତ ସେ ସମୟରେ ପିଲେ ସନ୍ତାନ ହେଇଥିଲେ, ସେଥିପାଇଁ ପିଲେ ବ୍ୟାସଦେବଙ୍କୁ ପିଲେ କାନିନ ବୋଲି କୁହାଯାଏ। କର୍ଣ୍ଣକୁ ବି କାନିନ ବୋଲି କୁହାଯାଏ। ତ କାନିନ କହିଲେ ଦି ଜଣଙ୍କୁ ବୁଝାଏ। କାନିନ ମାନେ ହଉଛି ପିଲେ କନ୍ୟାୟାଃ ଅପତ୍ୟମ୍ ପୁମାନ୍ କାନିନଃ। ମାନେ କର୍ଣ୍ଣ ବି ପିଲେ କାନିନ, ଆଉ ବ୍ୟାସଦେବ ମଧ୍ୟ ପିଲେ କଣ? କାନିନ। ହେଲା। ଆଉ ଯମୁନା ନଦୀ କୂଳରେ କନ୍ୟା ସତ୍ୟବତୀଙ୍କୁ ଦେଖିକି ମୋହିତ ହେଇଥିବେ। ଆଉ ଶାନ୍ତନୁଙ୍କ ସହିତ ସତ୍ୟବତୀଙ୍କର ପିଲା ବିବାହ ହେବ। ଆଉ ତାଙ୍କର ପିଲେ ଦୁଇଟି ପୁତ୍ର ହେବେ। ଜଣଙ୍କର ନାଁ ପିଲେ ଚିତ୍ରାଙ୍ଗଦ, ଆଉ ଜଣଙ୍କ ନାଁ ହଉଛି ପିଲେ ବିଚିତ୍ର ବୀର୍ଯ୍ୟ। ହେଲା। ତ ପ୍ରଥମେ ଚିତ୍ରାଙ୍ଗଦ ରାଜଗାଦିରେ ପିଲେ ବସିଥିବେ। ଆଉ ତାଙ୍କ ମୃତ୍ୟୁ ପରେ ପିଲେ ବିଚିତ୍ର ବୀର୍ଯ୍ୟ ପୁଣି ରାଜଗାଦି ସମ୍ଭାଳିବେ। ଆଉ ବିଚିତ୍ର ବୀର୍ଯ୍ୟଙ୍କର ବିବାହ ପାଇଁ ଭୀଷ୍ମ କାଶୀ ରାଜାଙ୍କର 3ଟି କନ୍ୟା ଅମ୍ବା, ଅମ୍ବିକା ଆଉ ପିଲେ କିଏ ସେ? ଅମ୍ବାଳିକା। ହେଲା। ଅମ୍ବାଳିକା ତ କାଶୀ ରାଜାଙ୍କର ଏ 3ଟି କନ୍ୟାକୁ ପିଲେ ବିଚିତ୍ର ବୀର୍ଯ୍ୟଙ୍କ ସାଙ୍ଗରେ ବାହା କରିବା ପାଇଁ ଅପହରଣ କରିକି ଆଣିଥିବେ ଭୀଷ୍ମ। ତେବେ ଅମ୍ବା ସାଲୁଆ ରାଜାଙ୍କୁ ପ୍ରେମ କରୁଛନ୍ତି ବୋଲି ଭୀଷ୍ମକୁ କହିବାରୁ ଭୀଷ୍ମ ତାଙ୍କୁ ମୁକ୍ତ କରିଦେଇଥିବେ। ତାପରେ ଅମ୍ବା କିନ୍ତୁ କହିବେ କି ନାଇଁ ଦେଖନ୍ତୁ ମୁଁ ଜଣକୁ ପ୍ରେମ କରୁଛି ବା ଜଣକୁ ଭଲ ପାଉଛି। ହେଲା। ଆଉ ସାଲୁଆ ରାଜା ଆଉ ତାପରେ ଭୀଷ୍ମ କହିବେ ହଉ ଠିକ ଅଛି, ଭୀଷ୍ମ ତାଙ୍କୁ ପିଲେ ମୁକ୍ତ କରିଦେଇଥିବେ, ତ ତୁମେ ଯାଇପାର। କିନ୍ତୁ ସାଲୁଆ ରାଜା ଅମ୍ବାଙ୍କୁ ଆଉ ଗ୍ରହଣ କରିବେ ନାହିଁ। ହେଲା। ଆଉ ସେହି ଅମ୍ବା ପିଲେ ଭୀଷ୍ମଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଶେଷରେ ପୁଣି କୋଉ ରୂପରେ ଜନ୍ମ ନେଇଥିବେ? କାହିଁକିନା ସେଠି ସେ ଦେହ ତ୍ୟାଗ କରିଥିବେ, ନିଜ ଦେହରେ ଅଗ୍ନି ସଂଯୋଗ କରିଦେଇଥିବେ। ହେଲା। ଆତ୍ମହତ୍ୟା କରିଦେଇଥିବେ ଅମ୍ବା। ଆଉ ପର ଜନ୍ମରେ ସେ ପିଲେ ଶିଖଣ୍ଡୀ ରୂପରେ ଜନ୍ମ ନେବେ। ହେଲା। ଆଉ ସେଇ ଶିଖଣ୍ଡୀ ହିଁ ତ ପିଲେ ମୃତ୍ୟୁର କାରଣ ହେବେ ନା ଭୀଷ୍ମଙ୍କର, ସେ କି ନାଇଁ? ଯେ ଶିଖଣ୍ଡୀକୁ ପିଲେ ଅର୍ଜୁନ ନିଜର ଢାଲ ମାନେ ବନେଇକିରି ସେ ୟାଙ୍କ ଉପରୁ ପିଲେ ଇଏ କରିଥିବେ ନା ନାଇଁ। ତାହେଲେ ଏମିତି ହେଇକିରି ଆଉ ପିଲେ 2 ଜଣ ରହିବେ, ଅମ୍ବିକା ଆଉ କିଏ ସେ? ଅମ୍ବାଳିକା। ଅମ୍ବାଳିକା। ତାପରେ ସେଥିରୁ ଅମ୍ବିକାଙ୍କର ଯୋଉ ବିବାହ ତ ଯେମିତି ହବା କଥା ହବ ପିଲେ ବିଚିତ୍ର ବୀର୍ଯ୍ୟଙ୍କ ସହିତ। ତ ଅମ୍ବିକାଙ୍କର ପୁତ୍ର ହେବେ, ଯାହାଙ୍କର ନାଁ ହବ ପିଲେ କଣ? ଧୃତରାଷ୍ଟ୍ର। ଆଉ ଅମ୍ବାଳିକାଙ୍କର ପୁତ୍ର ହେବେ, ଯାହାଙ୍କର ନାଁ ପିଲେ ପଣ୍ଡୁ। ହେଲା। ଆଉ ଅମ୍ବିକାଙ୍କର ଏକ ଦାସୀଙ୍କ ଠାରୁ ଜନ୍ମ ହେବେ ପିଲେ ବିଦୁର। କୁହାଯାଏ ପିଲେ ଆଙ୍କର ବି ଯୋଉ ବଡ ମାନେ କଣ କମ୍ପ୍ଲିକେଟେଡ ଷ୍ଟୋରି ପିଲେ ବୁଝଉଛି, କାହିଁକି ନା ବିଚିତ୍ର ବୀର୍ଯ୍ୟଙ୍କର କୌଣସି ପ୍ରକାରର ପିଲେ ସନ୍ତାନଙ୍କର କିଛି ହବନି ପିଲେ। ହେଲା। ତ ଶେଷରେ ସତ୍ୟବତୀଙ୍କୁ କହିଥିବେ ନା ବ୍ୟାସଦେବ କି ତୁମେ ଯେତେବେଳେ ବିପଦରେ ପଡିଥିବ ମତେ ସ୍ମରଣ କରିପାରିବ, ମୁଁ ଆସିବି ତୁମ ପାଖକୁ। ତ ବ୍ୟାସଦେବଙ୍କୁ ହିଁ ଡାକିଥିବେ ସତ୍ୟବତୀ। ଆଉ ଏମାନେ ବି ସବୁ ବ୍ୟାସଦେବଙ୍କର ହିଁ ସନ୍ତାନ ପିଲେ ପ୍ରକୃତରେ। ଠିକ ଅଛି। ଆଉ ବ୍ୟାସଦେବଙ୍କର ଏତେ ତେଜସ୍ୱୀ ରୂପ ଦେଖିକିରି ଅମ୍ବିକା ନା ଯେତେବେଳେ ତାଙ୍କ ସାଙ୍ଗରେ ସହବାସ କରୁଥିବେ, ସେ ସମୟରେ ଅମ୍ବିକା
ଭୟରେ ଆଖି ବନ୍ଦ କରିଦେଇଥିବେ। ସେଥିପାଇଁ ତାଙ୍କଠାରୁ ବି ଯିଏ ସନ୍ତାନ ଜନ୍ମ ହବ ଅନ୍ଧ ସନ୍ତାନ ହିଁ ଜନ୍ମ ହବ। କିଏ ସେ? ଧୃତରାଷ୍ଟ୍ର। ଧୃତରାଷ୍ଟ୍ର। ଆଉ ତାପରେ ଅମ୍ବାଳିକା କିନ୍ତୁ ବ୍ୟାସଙ୍କର ସେତେ ତେଜସ୍ୱୀ ରୂପ ଦେଖିକିରି ପୁରା ମାନେ ଭୟରେ ତାଙ୍କ ଦେହ ପୁରା ପୁରି ପାଣ୍ଡୁର ବର୍ଣ୍ଣ ହେଇଯିବ, ମାନେ ଭୟରେ। ଆଉ ସେଥିପାଇଁ ତାଙ୍କ ଠାରୁ ବି ଯିଏ ଜନ୍ମ ନେବେ ସେ ବି ପିଲେ କିଏ ସେ? ପଣ୍ଡୁ। ତାଙ୍କ ନାଁ ପଣ୍ଡୁ। ସେଥିପାଇଁ ପଣ୍ଡୁ ପିଲେ ହେଇଥିବ। କିନ୍ତୁ ଅମ୍ବିକାଙ୍କର ଜଣେ ଦାସୀ ଥିବେ ହେଲା, ଅମ୍ବିକାଙ୍କର ଜଣେ ପିଲେ ଦାସୀ ଥିବେ। ତ ଯୋଉ ଦାସୀ ହେଲା ଆ ମାନେ ବ୍ୟାସଦେବଙ୍କୁ ଦେଖିକିରି ତାଙ୍କୁ ସସମ୍ମାନରେ ତାଙ୍କର ସେବା ଶୁଶ୍ରୂଷା କରିକିରି, ଠିକ ଅଛି, ବହୁତ ସୁନ୍ଦର ଭାବରେ ତାଙ୍କ ସାଙ୍ଗରେ ପିଲେ ସହବାସ କରିଥିବେ। ଆଉ ସେଥିପାଇଁ ପିଲେ ସେ ଦାସୀଙ୍କ ଠାରୁ ଯୋଉ ସନ୍ତାନ ଜନ୍ମ ହେବେ ସିଏ ହିଁ ପିଲେ ପ୍ରକୃତରେ ବହୁତ ଜ୍ଞାନୀ ଆଉ ବହୁତ ତେଜସ୍ୱୀ ସନ୍ତାନ ପିଲେ ଜନ୍ମ ନେବେ, ଯାହାଙ୍କର ନାଁ ଥିବ କଣ ପିଲେ? ବିଦୁର। ବିଦୁର। ଆକ୍ଚୁଆଲି ଧୃତରାଷ୍ଟ୍ର, ପଣ୍ଡୁ ଆଉ ବିଦୁର ୟାଙ୍କ 3 ଜଣଙ୍କ ଭିତରୁ ପିଲେ ସବୁଠୁ ତେଜସ୍ୱୀ ଜ୍ଞାନୀ ଆଉ ବୀର ପିଲେ କିଏ ଥିଲେ? ବିଦୁର ହିଁ ଥିଲେ ପିଲେ, ଠିକ ଅଛି। ଆଉ ଇଏ ଧୃତରାଷ୍ଟ୍ର, ପଣ୍ଡୁ ଏମାନେ ସମ୍ପୂର୍ଣ୍ଣ ଭାବରେ ଅଯୋଗ୍ୟ ପିଲେ, ରାଜ୍ୟ କାର୍ଯ୍ୟ ସମ୍ଭାଳିବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ ଥିଲେ। ହଁ ତ ସେ ଯାହା ବି ହଉନା କାହିଁକି ତ ଦାସୀଙ୍କ ଠାରୁ ଜନ୍ମ ହେଇଥିବେ ପିଲେ ବିଦୁର। କିନ୍ତୁ ଯେହେତୁ ପିଲେ ଦାସୀଙ୍କ ଠାରୁ ଜନ୍ମ ହେଇଥିବା ତାଙ୍କୁ କଣ ପିଲେ ରାଜ୍ୟ ଦିଆଯିବ? ରାଜ୍ୟ ତ ଦିଆଯିବନି। ତ ବିଦୁର ମଧ୍ୟ ତ୍ୟାଗ କରିଦେଇଥିବେ, ପିଲେ ମତେ କିଛି ରାଜ୍ୟ ଦରକାର ନାହିଁ, ତୁମେ ସମ୍ଭାଳ ହେଲା। ଆଉ ଧୃତରାଷ୍ଟ୍ରଙ୍କର ବିବାହ ପିଲେ କାହା ସାଙ୍ଗରେ ହବ? ଗାନ୍ଧାରୀ। ଜାଣିଥିବ ପିଲେ ଗାନ୍ଧାରୀଙ୍କ ସହିତ ବିବାହ ହେଇଥିବ। ତାଙ୍କର 100ଟି ପୁତ୍ର ଆଉ ଗୋଟିଏ ପୁତ୍ରୀ ହେଇଥିବ। ସେ ବଡ ପୁଅର ନାଁ ଥିବ ପିଲେ ଦୁର୍ଯ୍ୟୋଧନ ଆଉ ଝିଅର ନାଁ ଥିବ ପିଲେ କଣ? ଦୁଃଶୀଳା। ଦୁଃଶୀଳା। ହେଲା। ଆଉ ଯୋଉ ଦୁଃଶୀଳାଙ୍କର ବିବାହ ପିଲେ ହେଇଥିବ ଜୟଦ୍ରଥଙ୍କ ସହିତ। ଇଏ ହଉଛନ୍ତି ପିଲେ ସେଇ ଜୟଦ୍ରଥ ଯାହାକୁ ଯୋଉ ସୂର୍ଯ୍ୟାସ୍ତ ପୂର୍ବରୁ ପିଲେ ମାରିବା ପାଇଁ ପ୍ରତିଜ୍ଞା କରିଥିବେ। କିଏ ସେ? ଅର୍ଜୁନ। ହେଲା। ତ ଜୟଦ୍ରଥ ପିଲେ ଦୁର୍ଯ୍ୟୋଧନଙ୍କର ତାହେଲେ କଣ ହେବେ? ଭିଣେଇ ଆଉ କଣ ବା? ଭିଣେଇ। ହେଲା। ଆଉ ଧୃତରାଷ୍ଟ୍ରଙ୍କର ଅନ୍ୟ ଏକ ପତ୍ନୀଙ୍କ ଠାରୁ ପିଲେ ୟୁତ୍ସୁଙ୍କର ଜନ୍ମ ହେଇଥିବ। ତ ୟୁତ୍ସୁ ମଧ୍ୟ ଥିଲେ, କିନ୍ତୁ ଏ 100 ଜଣଙ୍କ ଭିତରେ ୟୁତ୍ସୁ ନଥିଲେ ପିଲେ। ୟୁତ୍ସୁ ହେଲେ ଅନ୍ୟ ଏକ ପତ୍ନୀଙ୍କ ଠାରୁ ଜନ୍ମ ହେଇଥିବା ସନ୍ତାନ ପିଲେ। ହେଲା, ଯୋଉ କୁହାଯାଏ ନା ପିଲେ କି କୌରବ ମାନଙ୍କ ଭିତରୁ ଜଣେ ପିଲା ଲଢୁଥିଲା ୟାଙ୍କ ପଟେ, କାହା ପଟେ? ପାଣ୍ଡବ ମାନଙ୍କ ସେନା ପଟେ, ନା ନାଇଁ? ଆରେ ସେୟା ହେଇଥିଲା କି ନାଇଁ? ତ ପାଣ୍ଡବ ମାନଙ୍କ ପଟେ ମଧ୍ୟ ଜଣେ କୌରବ ପିଲେ ଯୁଦ୍ଧ କରୁଥିଲା। ମାନେ ଯୋଉ ଧୃତରାଷ୍ଟ୍ରଙ୍କ ସନ୍ତାନ ଭିତରୁ ଗୋଟେ ସନ୍ତାନ ପାଣ୍ଡବ ମାନଙ୍କ ପକ୍ଷରେ ପିଲେ ଯୁଦ୍ଧ କରୁଥିଲା। ଆଉ ସେ ଯୋଉ ତାର ନାଁ ପିଲେ କଣ? ୟୁତ୍ସୁ। ହେଲା। ୟୁତ୍ସୁ। କିନ୍ତୁ ୟୁତ୍ସୁ ପିଲେ ଆଉ ଗୋଟେ ସ୍ତ୍ରୀର ସନ୍ତାନ ପିଲେ, ଗାନ୍ଧାରୀଙ୍କ ସନ୍ତାନ ନୁହଁ। ଗାନ୍ଧାରୀଙ୍କର ତ ସବୁ ସନ୍ତାନ ହିଁ ମୃତ୍ୟୁ ହେଇଯିବେ ପିଲେ, ସବୁ ସନ୍ତାନ ମରିଯିବେ। ହେଲା, 100ରୁ 100। ହେଲା, କେହି କେହି କିନ୍ତୁ ଡାଉଟ ରେ ପଡିଯାଆନ୍ତି କି ନାଇଁ 100 ଜଣ ମରିନଥିଲେ, 69 ଜଣ ମରିଥିଲେ, ଜଣେ ବଞ୍ଚିଥିଲା ୟୁତ୍ସୁ। କିନ୍ତୁ ଭୁଲ କଥା ପିଲେ, ୟୁତ୍ସୁ ଆଉ ଜଣଙ୍କର ସନ୍ତାନ। ହେଲା, ଆଉ ଗୋଟେ ପତ୍ନୀଙ୍କ ଠାରୁ ଜନ୍ମ ହେଇଥିବା ସନ୍ତାନ। ତାପରେ ଧୃତରାଷ୍ଟ୍ରଙ୍କର ତ ବିବାହ ହେଇଗଲା। ଏପଟେ ଯୋଉ ପାଣ୍ଡୁ ରହିଲେ ତାଙ୍କର ବିବାହ ପିଲେ କାହା ସାଙ୍ଗରେ ହବ? ନା ସୁରସେନଙ୍କର କନ୍ୟା ପୃଥାଙ୍କ ସହିତ ତାଙ୍କର ବିବାହ ହବ। ଆଉ ପୃଥାଙ୍କର ହିଁ ଅନ୍ୟ ନାଁ ହଉଛି ପିଲେ କଣ? କୁନ୍ତି। କୁନ୍ତି। ମାନେ ସେଥିପାଇଁ ପିଲେ ଅର୍ଜୁନଙ୍କୁ ସେ ବାରମ୍ବାର ଡାକନ୍ତି ନା ପିଲେ ଭଗବାନ ଶ୍ରୀକୃଷ୍ଣ ପାର୍ଥ ବୋଲି, ନା ନାଇଁ? ପାର୍ଥ ବୋଲି। ହୁଁ। ଆଉ କୁନ୍ତିଙ୍କର କୁମାରୀ ଅବସ୍ଥାରେ ପିଲେ ତାଙ୍କର ଏକ ପୁତ୍ର ହେଇଥିବ। ଆଉ ଲୋକ ନିନ୍ଦା କାରଣରୁ ସେ ତାକୁ ନଦୀରେ ଭସାଇ ଦେଇଥିବେ। ତାଙ୍କର ନାଁ ଥିବ ପିଲେ କଣ? କର୍ଣ୍ଣ। କର୍ଣ୍ଣ। ଆଉ କର୍ଣ୍ଣଙ୍କୁ ପିଲେ କୌରବଙ୍କର ଜଣେ ସାରଥୀ ଯାହା ନାଁ ହଉଛି ଅଧିରଥ, ସିଏ ପିଲେ ପାଳନ ପୋଷଣ କରିଥିବେ। ହେଲା। ଆଉ ତାପରେ କୁନ୍ତିଙ୍କ ଠାରୁ ପିଲେ ପାଣ୍ଡୁଙ୍କର 3ଟି ପୁତ୍ର ଜନ୍ମ ହେଇଥିବେ, ଯୁଧିଷ୍ଠିର, ଭୀମ, ଅର୍ଜୁନ। ଆକ୍ଚୁଆଲି ପାଣ୍ଡୁଙ୍କ ଠାରୁ ଜନ୍ମ ହେଇନଥିବେ, ଏମାନେ ଅନ୍ୟ ଦେବତା ମାନଙ୍କ ଠାରୁ ଜନ୍ମ ହେଇଥିବେ। କିନ୍ତୁ ପାଣ୍ଡୁଙ୍କର ପୁତ୍ର ବୋଲି ତାଙ୍କୁ କୁହାଯାଏ ପିଲେ। ମାନେ ଯୁଧିଷ୍ଠିର ପିଲେ ଧର୍ମରାଜଙ୍କ ଠାରୁ, ଭୀମ ଭୀମ ପବନଙ୍କ ଠାରୁ ମାନେ ବାୟୁଦେବଙ୍କ ଠାରୁ, ଅର୍ଜୁନ ଯେ ଇନ୍ଦ୍ରଙ୍କ ଠାରୁ। ଇନ୍ଦ୍ରଙ୍କ ଠାରୁ ଜନ୍ମ ହେଇଥିବେ। ହେଲା, କେବଳ ପାଣ୍ଡୁଙ୍କର ନିଜ ଔରସ ସନ୍ତାନ କେବଳ 2 ଜଣ ହେଇଥିଲେ। କାହିଁକିନା ପାଣ୍ଡୁଙ୍କୁ ଅଭିଶାପ ମିଳିଥିବ ନା ପିଲେ କି ପତ୍ନୀଙ୍କ ସହିତ ସହବାସ କଲେ ସାଙ୍ଗେ ସାଙ୍ଗେ ମୃତ୍ୟୁ ହେଇଯିବ ବୋଲି। ତ ସେଥିପାଇଁ ପିଲେ ତ ଯୁଧିଷ୍ଠିର, ଭୀମ, ଅର୍ଜୁନ ଏମାନେ ଆକ୍ଚୁଆଲି ପାଣ୍ଡବ ନୁହନ୍ତି। ଏମାନେ ତ ଦେବତାଙ୍କର ଠାରେ ଜନ୍ମ ହେଇଥିବେ। ସେଥିପାଇଁ ଆକ୍ଚୁଆଲି ଅଧିକାରୀ ପିଲେ ଏମାନେ ନୁହନ୍ତି। ପ୍ରକୃତ ଅଧିକାରୀ ପିଲେ କିଏ ସେ? ପାଣ୍ଡୁଙ୍କର ଦ୍ୱିତୀୟ ପତ୍ନୀ ଯିଏ ମାଦ୍ରୀ, ତାଙ୍କ ଠାରୁ ପିଲେ 2ଟି ପୁତ୍ର ଜନ୍ମ ହେଇଥିବା। ସିଏ ପିଲେ ଜାଆଁଳା, ନକୁଳ ଆଉ ସହଦେବ। ହେଲା, ତ ସେଥିପାଇଁ ଏଇମାନେ ହିଁ ହଉଛନ୍ତି ଆକ୍ଚୁଆଲି ଅଧିକାରୀ ପିଲେ। ହେଲା, ନକୁଳ ଆଉ କିଏ ସେ? ସହଦେବ। ତ ଏହିପରି ଧୃତରାଷ୍ଟ୍ରଙ୍କର ପିଲେ ପୁତ୍ର କୌରବ ତାଙ୍କୁ କୁହାଗଲା। ଆଉ ପାଣ୍ଡୁଙ୍କର ପୁତ୍ର ମାନଙ୍କୁ ପିଲେ କଣ କୁହାଗଲା?
ପାଣ୍ଡବ ବୋଲି କୁହାଗଲା ପାଣ୍ଡବ ହେଲା। ତାପରେ ସେଥିରୁ ଏମିତି ହେଇକିରି ଦ୍ରୁପଦଙ୍କର ତାପରେ ଏସବୁ କଥା ତ ପିଲା କାହାଣୀ ତ ଜାଣିଲ, ଏମିତି ହେଇକିରି ତ ଜନ୍ମ ହେଇଯିବ। ତାପରେ ତ ପିଲା ଚାଲିଥିବ ଷ୍ଟୋରି ଆଉ, ଏଇ କୌରବ ପାଣ୍ଡବ ଭିତରେ ଚାଲିବ ଫାଇଟିଂ ପୁରା ଲାଷ୍ଟ ପର୍ଯ୍ୟନ୍ତ ପଳେଇବ ସ୍ୱର୍ଗାରୋହଣ ପର୍ଯ୍ୟନ୍ତ। ଆଉ ସେୟା କି ନାଇଁ ପିଲେ ମହାଭାରତର କାହାଣୀ ଆଜ୍ଞା ହେଲା। ତ ଯୋଉଥିରେ ପିଲେ ଦ୍ରୁପଦଙ୍କର କଥା ବି ଆସିଥିବ ପିଲେ, ହଁ ଲାକ୍ଷା ଗୃହ କେମିତି ଯୋଉ ଦାହନ ହେଇଥିବ ସେ ବୃତ୍ତାନ୍ତ, ହିଡିମ୍ବା ବଧ ଭୀମଙ୍କର ହିଡିମ୍ବାଙ୍କ ସରି ହିଡିମ୍ବ ବଧ ଆଉ ଭୀମ ବାହା ହେଇଥିବେ ପିଲେ ହିଡିମ୍ବା ନା ନାଇଁ। ତାପରେ ବକାସୁର ବଧ, ଧୃଷ୍ଟଦ୍ୟୁମ୍ନ ଓ ଦ୍ରୌପଦୀଙ୍କର ଜନ୍ମ ଯଜ୍ଞରୁ, ଦ୍ରୌପଦୀ ସ୍ୱୟଂବର ଏବଂ ବିବାହ, ପାଣ୍ଡବ ମାନଙ୍କର ହସ୍ତିନାପୁର ଆଗମନ, ସୁଭଦ୍ରା ହରଣ ଆଉ ସୁଭଦ୍ରାଙ୍କୁ ବିବାହ କରିଥିବେ। କିଏ ବିବାହ କରିଥିବେ? ସୁଭଦ୍ରାଙ୍କୁ ଅର୍ଜୁନ 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 ହେଲା। ଖାଣ୍ଡବ ବନ ଦାହନ, ମୟାସୁର କଥା, ମୟାସୁର ଯୋଉ ପିଲେ ଗୋଟେ ରାଜପ୍ରସାଦ ବନେଇଥିବ ନା ନାଇଁ, ମୟାସୁର ହଉଛି ରାବଣଙ୍କର ପିଲେ ଶ୍ୱଶୁର ହେଲା। ତ ମୟାସୁର ହଉଛି ସେଇ ସମୟରେ ପିଲେ ବହୁତ ବଡ ଜଣେ ଇଞ୍ଜିନିୟର ପିଲେ, ଠିକ ଅଛି। ସେଥିପାଇଁ ଜ୍ୟୋତିଷର ଗୋଟେ ବହୁତ ମାନେ ପ୍ରକାଣ୍ଡ ବାସ୍ତୁଶାସ୍ତ୍ରର ଗ୍ରନ୍ଥ ଅଛି ପିଲା, ମୟ ମତ ବୋଲି, ଠିକ ଅଛି। ତ ହଁ ବାସ୍ତୁଶାସ୍ତ୍ରର ମାନେ ଯୋଉ ସୂର୍ୟ ସିଦ୍ଧାନ୍ତ ରେଡ୍ଡି ସୂର୍ୟ ମୟାସୁର ମାନେ ଗୋଟେ ସମ୍ବାଦ ବି ଅଛି। ମୟ ମତ ବୋଲି ଗୋଟେ ବାସ୍ତୁଶାସ୍ତ୍ରର ଗ୍ରନ୍ଥ ଅଛି, ବହୁତ ଉତ୍କୃଷ୍ଟ ଧରଣର ଗ୍ରନ୍ଥ, ବୁଝିହଉଛି। ବାସ୍ତୁର ପିଲେ ଗ୍ରନ୍ଥର ନାଁ ହଉଛି ମୟ ମତମ। ଆଉ ପିଲେ ତାପରେ ସେଥିରୁ ଯୋଉ ମୟାସୁର ଯିଏ ଯୋଉ ମନ୍ଦୋଦରୀଙ୍କ ବାପା, ଇଏ କଣ ତ୍ରେତୟା ଯୁଗରୁ ଥିଲେ ଦ୍ୱାପର ଯୁଗ ଯେ? ହଁ ବହୁତ ଲୋକ ଥିଲେ ଆଉ ହେଲା। ସାର୍ ହୁଁ ଏଇ ଯୋଉ ସୁଭଦ୍ରା ହରଣ କରି କହିଲେ ଆପଣ, ସେଇଟା ଅର୍ଜୁନ ହରଣ କରିଥିଲେ ନା ସୁଭଦ୍ରା ହରଣ କରିଥିଲେ? ଯିଏ ଯାହାକୁ ହରଣ କଲେ ବି ସୁଭଦ୍ରା ହରଣ ନାଁରେ ହିଁ ତାକୁ କୁହାଯାଉଛି, ବୁଝିଲ। ଆଜ୍ଞା ସାର୍। ହଁ ଆଉ ପିଲେ ସଭା ପର୍ବରେ ସେଥିରୁ କୁହାଯାଉଛି ପିଲେ ମୟାସୁରଙ୍କ ଦ୍ଵାରା ଯୁଧିଷ୍ଠିରଙ୍କ ପାଇଁ ଏକ ସଭା ଭବନ ନିର୍ମାଣ କରାଯାଇଥିବ। ଆଉ ଯୁଧିଷ୍ଠିରଙ୍କ ଦ୍ଵାରା ଏକ ଯଜ୍ଞର ଆୟୋଜନ କରାଯାଇଥିବ, ରାଜସ୍ୱୀୟ ଯଜ୍ଞ ହେଲା। ଜରାସନ୍ଧ ବୃତ୍ତାନ୍ତ ଆଉ ତାର ବଧ ଏ ପ୍ରସଙ୍ଗ ମଧ୍ୟ ସଭା ପର୍ବରେ ଆସିଥାଏ। ତ ପ୍ରସଙ୍ଗ ଗୁଡାକ ମନେ ରଖୁଥିବ ପିଲେ ହେଲା। ମହାଭାରତ ସବୁ କାହାଣୀ ତ ଆମେ କହିପାରିବାନି, କାରଣ ଗୋଟିଏ ଗୋଟିଏ କାହାଣୀ ପିଲେ ବହୁତ ବଡ ବଡ କାହାଣୀ ନା ନାଇଁ। ତ ଖାଲି ପଏଣ୍ଟ ହିସାବରେ ପିଲେ ମନେ ରଖୁଥିବ। ସଭା ପର୍ବରେ ମଧ୍ୟ ପିଲେ ଶିଶୁପାଳରେ ବି ବଧ ହେଇଥିବ। ଶିଶୁପାଳକୁ ପିଲେ କିଏ ମାରିଥିବେ? ଶ୍ରୀକୃଷ୍ଣ। ଭଗବାନ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ମାରିଥିବେ ପିଲେ, ଠିକ ଅଛି। ତାପରେ ଦ୍ୟୁତ କ୍ରୀଡା ଆଉ ଯୁଧିଷ୍ଠିରଙ୍କର ଦ୍ୟୁତ କ୍ରୀଡାରେ ପରାଜୟ, ଏକଥା ବି ତମେ ଜାଣିଥିବ। ମାନେ ଯୋଉଠି ଦ୍ରୌପଦୀଙ୍କର ବସ୍ତ୍ର ହରଣ, ଏ ସବୁ କିଛି ପିଲେ କୋଉ ପର୍ବରେ ହେଇଥିଲା? ସଭା ପର୍ବରେ ହିଁ ହେଇଥିଲା ପିଲେ ସଭା ପର୍ବ ହେଲା। ଆଉ ପାଣ୍ଡବ ମାନଙ୍କର ପିଲେ ବନଗମନ, ଶେଷରେ ପିଲେ ପାଣ୍ଡବ ମାନଙ୍କୁ ବନଗମନ କରିବାକୁ ପଡିବ। ତ ତାଙ୍କର ପିଲେ କଣ୍ଡିସନ ଥିବ, କେତେ ବର୍ଷ ପିଲେ ବନଗମନ? ବନବାସ 12 ବର୍ଷ ବନଗମନ, 1 ବର୍ଷ ଅଜ୍ଞାତବାସ। ତାଙ୍କର ନିୟମ ହିସାବରେ 12 ବର୍ଷ ହଉଛି ପିଲେ ବନବାସ, 1 ବର୍ଷ ହଉଛି ଅଜ୍ଞାତ ବନବାସ। ଆଉ ଅଜ୍ଞାତ ବନବାସ ଯଦି ତାକୁ କିଏ ଦେଖିଦେଲା, ତ ପୁଣି ଥରେ ପିଲେ 12 ବର୍ଷ ବନବାସ। ଇଏ ହଉଛି ଅଜ୍ଞାତ ବନବାସର କଣ୍ଡିସନ ପିଲେ, ବୁଝି ହଉଛି। ତାପରେ ସେଥିରୁ ପିଲେ ବନ ପର୍ବ ଯେତେବେଳେ ଆରମ୍ଭ ହବ, ପାଣ୍ଡବ ମାନଙ୍କର ବନବାସ କେମିତି କଣ ହେଲା, ବନରେ ପିଲେ କଣ କଣ ଘଟଣା, ଏଇ ସବୁ ବିଷୟ ଉପରେ ରହିଥାଏ। ଆଉ ଇନ୍ଦ୍ରକିଳ ପର୍ବତ ଉପରେ ଅର୍ଜୁନଙ୍କର ତପସ୍ୟା କୋଉଥିପାଇଁ ପିଲେ? ପାଶୁପତ ଅସ୍ତ୍ର ପାଶୁପତ ପାଶୁପତ ଅସ୍ତ୍ର। ଅସ୍ତ୍ର ପାଇବା ପାଇଁ। ଆଉ ଅର୍ଜୁନଙ୍କର ପିଲେ କିରାତ ବେଶଧାରୀ ଶିବଙ୍କ ସହିତ ପିଲେ ଯୁଦ୍ଧ, ତା ସହିତ ବନ ପର୍ବରେ ପିଲେ ନଳ ଦମୟନ୍ତୀ ଆଖ୍ୟାନ। ଏଇଟା ମଧ୍ୟ ପଚାରି ଦେଇପାରେ, ନଳ ଦମୟନ୍ତୀ ଆଖ୍ୟାନ ପିଲେ ମହାଭାରତର କେଉଁ ପର୍ବରେ ଅଛି? କୋଉ ପର୍ବରେ? ବନ ପର୍ବ। ବନ ପର୍ବ। ତାପରେ ଜଟାସୁର ବଧ, ଅଜଗର ରୂପଧାରୀ ନହୁସୁର ସର୍ପ ଯୋନିରୁ ମୁକ୍ତ, ତାକୁ ପିଲେ ସର୍ପ ଯୋନିରୁ ମୁକ୍ତି ମିଳିଥିବ। ପାଣ୍ଡବଙ୍କର ପିଲେ କାମ୍ୟକ ବନରେ ନିବାସ, ଜୟଦ୍ରଥଙ୍କ ଦ୍ଵାରା ଦ୍ରୌପଦୀଙ୍କର ଅପହରଣ, ଠିକ ଅଛି। ତା ସହିତ ପିଲେ ଏଠି ରାମ ଉପାଖ୍ୟାନ ହେଲା। ଆଉ ସାବିତ୍ରୀ ସତ୍ୟବାନ କଥା, ଯୁଧିଷ୍ଠିର ଯକ୍ଷ ସମ୍ବାଦ, ଏସବୁ ହଉଛି ପିଲେ ବନ ପର୍ବର କିଛି ଇମ୍ପୋର୍ଟାଣ୍ଟ ଟପିକ ଗୁଡାକ ପିଲେ ମନେ ରଖିବ ହେଲା। ଆଉ ତାପରେ ସେଥିରୁ ବିରାଟ ପର୍ବରେ ପିଲେ ଯୋଉ ପାଣ୍ଡବ ମାନେ ଆସିକିରି ବିରାଟ ରାଜାଙ୍କ ପାଖରେ ରହିଥିବେ, ମାନେ ବେଶ ବଦଳେଇକିରି। ତ ସେଥିପାଇଁ ଆର ନାଁ ପିଲେ ବିରାଟ ପର୍ବ ହେଇଯାଇଛି। ଆଉ ତାହେଲେ ପ୍ରଥମେ ମନେ ହେଇଥିବ ପିଲେ ଆଦି ପର୍ବ,
ସଭା ପର୍ବ, ବନ ପର୍ବ, ତାପରଟା ହଉଛି କୋଉ ପର୍ବ ପିଲେ? ବିରାଟ ପର୍ବ। ବିରାଟ ବିରାଟ ପର୍ବ। ପର୍ବ। ତ ବିରାଟ ପର୍ବରେ ଏମାନେ ଆସିକିରି ବିରାଟ ରାଜାଙ୍କ ପାଖରେ ରହିବେ ପିଲେ। ତ 1 ବର୍ଷ ଅଜ୍ଞାତ ବନବାସ ଏଇଠି ପିଲେ କାଟିଥିବେ। ତ ବିରାଟ ରାଜାଙ୍କ ପାଖରେ ପିଲେ ନାମ ଓ ବେଶ ବଦଳେଇକିରି ପାଣ୍ଡବ ମାନେ ପିଲେ ବାସ କରିଥିବେ। ତେବେ ଯୁଧିଷ୍ଠିରଙ୍କର ନାଁ ପିଲେ ହେଇଯାଇଥିବ କଣ? କଙ୍କ। ଇଏ ଏକ ବ୍ରାହ୍ମଣ ବେଶରେ ରହିଥିବେ ହେଲା। ଆଉ ଭୀମଙ୍କର ନାଁ ହେଇଥିବ ପିଲେ ବଲ୍ଲଭ। ଏଇ ସବୁ ନାଁ ଗୁଡାକ ମନେ ରଖିବ ପିଲେ, ଏମାନଙ୍କର ନାଁ କଣ କଣ ହେଇଥିଲା ହେଲା। ଭୀମଙ୍କର ନାଁ କଣ ହେଇଥିବ? ବଲ୍ଲଭ। ଆଉ ଇଏ ଜଣେ ପାଚକ ମାନେ ରୋଷେଇଆ ବେଶରେ ଥିବେ। ଅର୍ଜୁନଙ୍କର ନାଁ ହେଇଥିବ ପିଲେ ବୃହନ୍ନଳା। ଇଏ ପିଲେ କୋଉ ବେଶରେ ଥିବେ? ନର୍ତ୍ତକୀ। ଆଉ ନକୁଳଙ୍କର ନାଁ ହେଇଥିବ ପିଲେ ଗ୍ରନ୍ଥିକ, ଯିଏକି ଘୋଡା ଛାଡର ରକ୍ଷକ ହିସାବରେ କାମ କରୁଥିବେ। ଆଉ ସହଦେବ ଯାହାଙ୍କର ନାଁ ହେଇଥିବ ପିଲେ ତନ୍ତ୍ରୀପାଳ, ଆଉ ଯିଏକି ପିଲେ ମେଷପାଳକ ରୂପରେ କାମ କରୁଥିବେ ହେଲା। ଆଉ ଦ୍ରୌପଦୀ ବି ତ ବେଶ ବଦଳେଇଥିବେ। ଦ୍ରୌପଦୀଙ୍କର ନାଁ କଣ ହେଇଥିବ? ଦ୍ରୌପଦୀଙ୍କ ନାଁ ଥିବ ସୈରନ୍ଦ୍ରୀ। ସୈରନ୍ଦ୍ରୀ। ଉତ୍ତରଙ୍କର କେଶ ବିନ୍ୟାସ ହେରିକା କରୁଥିବ ତାଙ୍କ କେଶ ପାଖରେ। ବିନ୍ୟାସ କାମ ପିଲେ କରୁଥିବେ। ଆଉ ଏଇ ଜାଗାରେ ପିଲେ କୀଚକ ବଧ ହେଇଥିବ। କୌରବ ମାନେ ବିରାଟଙ୍କର ଗାଈ ମାନଙ୍କୁ ପିଲେ ହରଣ କରିନେଇଥିବେ। ଗୋଟେ ଯୁଦ୍ଧ ବି ହେଇଥିବ ନା ପିଲେ, ନା ନାଇଁ? ଆଉ ଅର୍ଜୁନଙ୍କର ପିଲେ କୌରବ ସେନା ସହ ଯୁଦ୍ଧ। ଆଉ ଅର୍ଜୁନ ପିଲେ ଏକାକି ହିଁ ସମ୍ପୂର୍ଣ୍ଣ କୌରବ ସେନାକୁ ହରେଇଥିବେ କି ନାଇଁ ପିଲେ ହେଲା। ଆଉ ଅର୍ଜୁନ ପିଲେ ଉତ୍ତରାଙ୍କୁ ନିଜର ପୁତ୍ର ବଧୂ ରୂପରେ ମଧ୍ୟ ଗ୍ରହଣ କରିଥିବେ। ଉତ୍ତରାଙ୍କୁ ହିଁ ଶିଖଉଥିବେ ନା ପିଲେ, ଅର୍ଜୁନ ଶିଖଉଥିବେ କି ନାଇଁ ପିଲେ ଉତ୍ତରାଙ୍କୁ? ଆଜ୍ଞା, ନୃତ୍ୟ। ହଁ ହେଲା। ଗୋଟେ ମିନିଟ ପିଲେ। ହଁ ହେଲା। ତ ସେଇ ଉତ୍ତରାଙ୍କୁ ସେ ନିଜର ପିଲେ ପୁତ୍ର ବଧୂ ରୂପରେ ଗ୍ରହଣ କରିଥିବେ ହେଲା। କାହା ସାଙ୍ଗରେ ବାହା କରିଥିବେ ପିଲେ ଉତ୍ତରାଙ୍କୁ? ଅଭିମନ୍ୟୁଙ୍କ ସାଙ୍ଗରେ। ଅଭିମନ୍ୟୁ। ଅଭିମନ୍ୟୁଙ୍କ ସାଙ୍ଗରେ ପିଲେ ବିବାହ କରିଥିବେ ହେଲା। ଆଉ ତାପରେ ସେଥିରୁ ପିଲେ ନେକ୍ସଟ ଆସିବ ପିଲେ ଉଦ୍యోଗ ପର୍ବ। ଉଦ୍యోଗ ପର୍ବରେ ଏମାନେ ସବୁ ଯୁଦ୍ଧ ପାଇଁ ପିଲେ ପ୍ରସ୍ତୁତ ହେବେ। ତ ଯୁଦ୍ଧ ପାଇଁ ପ୍ରସ୍ତୁତି ଶାନ୍ତିଦୂତ ହିସାବରେ କିଏ ଯାଇଥିବେ ପିଲେ? ଶ୍ରୀକୃଷ୍ଣ ହେଲା। ତା ସହିତ ପିଲେ କୁନ୍ତି ଆଉ କର୍ଣ୍ଣଙ୍କର ବି ସମ୍ବାଦ ହେଇଥିବ, ଯୋଉ ସମ୍ବାଦରେ କର୍ଣ୍ଣ କହିଥିବେ ମୁଁ ମଲେ ବି ତୁମର 5 ହିଁ ସନ୍ତାନ ରହିବେ, ନା ନାଇଁ? ଆଉ ଅର୍ଜୁନ ମଲେ ବି ତୁମର 5 ଜଣ ହିଁ ସନ୍ତାନ ରହିବେ ହେଲା। ତ ପାଣ୍ଡବ 5 ବୋଲି ହିଁ ଦୁନିଆରେ ସମସ୍ତେ ଜାଣିବେ। ଠିକ ଅଛି ପିଲେ, ଯୁଦ୍ଧ ପାଇଁ ନିଶ୍ଚୟ ହବ। ତ ଯୁଦ୍ଧ କରାଯିବ। ତାପରେ ଏଇଠି ମଧ୍ୟ ପିଲେ ବିଦୁର ନୀତି ଶୁଣେଇଥିବେ। କାହାକୁ ପିଲେ ବିଦୁର କାହାକୁ ଶୁଣେଇଥିବେ? ଧୃତରାଷ୍ଟ୍ରଙ୍କୁ। ଆରେ ବିଦୁର ନୀତିରେ ପିଲେ କିଏ କାହାକୁ କହିଥିବ ଯଦି ପଚାରିଲା ତାହେଲେ କହିବ ବିଦୁର କହିଥିବେ କାହାକୁ? ଧୃତରାଷ୍ଟ୍ରଙ୍କୁ ହେଲା। ତ ବିଦୁର ନୀତି ହଉଛି ଗୋଟେ ପ୍ରକାରରେ ଧୃତରାଷ୍ଟ୍ର ଆଉ ବିଦୁରଙ୍କ ଭିତର ସମ୍ବାଦ ପିଲେ। ତାପରେ ସେଥିରକୁ ଭୀଷ୍ମ ପର୍ବ ପିଲା ଆରମ୍ଭ ହବ, ଯୋଉଠୁ କି ଯୁଦ୍ଧ ପିଲା ଆରମ୍ଭ ହେଇଯିବ। ଯୁଦ୍ଧ ଭୂମି ଅର୍ଜୁନଙ୍କର ମୋହଗ୍ରସ୍ତ ତଥା ପିଲେ କୋଉ ଉପଦେଶ? ଗୀତା ଉପଦେଶ। ସେଥିପାଇଁ ବହୁତ ଥର ପରୀକ୍ଷାରେ ପଚାରିଥାଏ ପିଲେ ଶ୍ରୀମଦ ଭଗବତ ଗୀତା ମହାଭାରତର କେଉଁ ପର୍ବରୁ ଆସିଛି? ତ କୋଉ ପର୍ବରୁ ପିଲେ? ଭୀଷ୍ମ ପର୍ବରୁ। ଭୀଷ୍ମ ପର୍ବରୁ। ଆଉ ପ୍ରଥମ ଦିନରୁ 10ମ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିବ। ତ ଭୀଷ୍ମ ହିଁ ମାନେ ଯୁଦ୍ଧ ଯେତିକି ଦିନ ଅଧାରୁ ଅଧିକ ଦିନ ପିଲେ ଭୀଷ୍ମ ହିଁ ନେଇଯାଇଥିବେ। ଆଉ ଶେଷରେ ଭୀଷ୍ମଙ୍କର ପିଲେ ସରଶଯ୍ୟାରେ ଶୟନ ହେଲା। ତ ଏମିତି ହେଇକିରି ଭୀଷ୍ମ ପର୍ବ ପିଲେ ଏଇଠି ସମାପ୍ତ ହେଇଥିବ। ତାପରେ ସେଥିରୁ ଦ୍ରୋଣ ପର୍ବ ପିଲା ଆରମ୍ଭ ହେଇଥିବ। ତ ଭୀଷ୍ମଙ୍କ ପରେ ପରେ ପିଲେ କିଏ ସେ ପିଲେ ସେନାପତି ପଦରେ ଅଭିଷିକ୍ତ ହେବେ? ଦ୍ରୋଣ। ଦ୍ରୋଣ ପିଲେ। ତ ସେନାପତି ପଦରେ ପିଲେ ଦ୍ରୋଣଙ୍କର ଅଭିଷେକ, ଚକ୍ରବ୍ୟୁହ ରଚନା ଓ ଅଭିମନ୍ୟୁଙ୍କର ବଧ। ତାପରେ ଏଇଠି ଜୟଦ୍ରଥର ମଧ୍ୟ ବଧ ହେଇଥିବ। ଘଟୋତ୍କଚର ମଧ୍ୟ ପିଲେ ମୃତ୍ୟୁ ହେଇଥିବ ଦ୍ରୋଣ ପର୍ବରେ। ଆଉ ଏକାଦଶ ଦିନରୁ 15 ଦିନ ପର୍ଯ୍ୟନ୍ତ ଯୁଦ୍ଧ। ତ ପିଲେ 15 ଦିନ ମାନେ 11 ରୁ 15 ଏଇ ଯୋଉ 5 ଦିନ ହେଲା ଯୁଦ୍ଧକୁ ପିଲେ ଆଗେଇ ନେଇଥିବେ ଦ୍ରୋଣ ପିଲେ ଦ୍ରୋଣାଚାର୍ଯ୍ୟ। ଆଉ ଶେଷରେ ଦ୍ରୋଣାଚାର୍ଯ୍ୟଙ୍କର ପିଲେ ନିଧନ ହେଇଥିବ କାହା ହାତରେ? କିଏ କାହାକୁ ମାରିଥିଲେ କୁମାର ମନେ ରଖିଥିବେ? ଦ୍ରୋଣାଚାର୍ଯ୍ୟଙ୍କୁ କିଏ ମାରିଥିବେ? ଦୃଷ୍ଟଦ୍ୟୁମ୍ନ। ହଁ, ତ ଧୃଷ୍ଟଦ୍ୟୁମ୍ନ ହିଁ ମାରିଥିବେ ପିଲେ ଦ୍ରୋଣାଚାର୍ଯ୍ୟଙ୍କୁ ହେଲା। ତାପରେ ସେଥିରକୁ କର୍ଣ୍ଣ ପର୍ବ ପିଲା ଆରମ୍ଭ ହବ। ତେବେ କର୍ଣ୍ଣଙ୍କର ସେନାପତି ଭାବରେ ଅଭିଷେକ, ଦୁଃଶାସନ ବଧ। ଏଇ କର୍ଣ୍ଣ ପର୍ବରେ ହିଁ ଦୁଃଶାସନକୁ ପିଲେ ବଧ କରାଯାଇଥିବ। ଦୁଃଶାସନକୁ ପିଲେ କିଏ ବଧ କରିଥିବ? ଭୀମ। ଭୀମ ପିଲେ। ଭୀମ। ଆଉ 16 ଦିନରୁ 17 ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିବ। 16 ଦିନ ଆଉ 17 ଦିନ
ହେଲା ଏଇ ଦି ଦିନ ପିଲେ କିଏ ସମ୍ଭାଳିଥିବେ? କର୍ଣ୍ଣ ସମ୍ଭାଳିଥିବେ। ଆଉ ଶେଷରେ ପିଲେ କର୍ଣ୍ଣଙ୍କର ମଧ୍ୟ ନିଧନ ହବ। ଆଉ କାହା ହାତରେ ପିଲେ? ଅର୍ଜୁନଙ୍କ ହାତରେ। ଅର୍ଜୁନଙ୍କ ହାତରେ। ହେଲା ତାପରେ ସେଥିରକୁ ଶଲ୍ୟ ପର୍ବ ପିଲେ। ତ ଶଲ୍ୟଙ୍କର ସେନାପତି ଭାବରେ ଅଭିଷେକ। ଆଉ ଶଲ୍ୟଙ୍କୁ ପିଲେ ବଧ କରିଥିବେ କିଏ ସେ? ଯୁଧିଷ୍ଠିର। ହେଲା ତ ଶଲ୍ୟ ପିଲେ ଜଷ୍ଟ କର୍ଣ୍ଣ ପିଲେ ମରିଥିବେ, ଇଏ ଜଷ୍ଟ ଗୋଟେ ଦି ଘଣ୍ଟା ସମ୍ଭାଳିଥିବେ କି ନାହିଁ, ଇଏ ମରିଯାଇଥିବେ ପିଲେ ଶଲ୍ୟ। ବୁଝି ହଉଛି? ତ ଶଲ୍ୟଙ୍କୁ ପିଲେ ବଧ କରିଥିବେ ଯୁଧିଷ୍ଠିର ପିଲେ। ତାପରେ ଶକୁନି ହେବେ। ଶକୁନିକୁ କିଏ ବଧ କରିବେ? ସହଦେବ। ହେଲା ତାପରେ ଶେଷରେ ପିଲେ ଭୀମଙ୍କ ଦ୍ଵାରା ଦୁର୍ଯ୍ୟୋଧନର ବଧ, ଅଷ୍ଟାଦଶ ଦିନର ଯୁଦ୍ଧ ଇଏ। ହେଲା କାହିଁକି ଯୁଦ୍ଧ ପିଲେ କେତେ ଦିନ ଚାଲିଥିବ ମହାଭାରତ ଯୁଦ୍ଧ? 18 ଦିନ। 18 ଦିନ ଚାଲିଥିବ ପିଲେ। ତାପରେ ପୁଣି ପିଲେ କାହିଁକି ନା ଦୁର୍ଯ୍ୟୋଧନ ସମ୍ପୂର୍ଣ୍ଣ ମରିନଥିବ ନା ପିଲେ, ଦୁର୍ଯ୍ୟୋଧନ ମଲା ସମୟରେ ମଧ୍ୟ ଅଶ୍ୱତ୍ଥାମାଙ୍କୁ ସେ କଣ କରିଥିବ? ନିଜର ସେନାପତି କରିକି ପଠେଇଥିବ ନା ନାଇଁ? ତ ଅଶ୍ୱତ୍ଥାମାଙ୍କୁ ପିଲେ ସେନାପତି କରିଥିବେ। ତାପରେ ସେଥିରୁ ଅଶ୍ୱତ୍ଥାମା କଣ କରିବେ ନା ସୌପ୍ତିକ ପର୍ବ ପିଲା ଆରମ୍ଭ ହେଇଯାଉଛି, ଯୋଉ ପର୍ବରେ ସେ ଧୃଷ୍ଟଦ୍ୟୁମ୍ନ ଆଉ ଦ୍ରୌପଦୀଙ୍କର ଯୋଉ 5 ଜଣ ପୁତ୍ର ତାଙ୍କୁ ବଧ କରିଦେଇ ପଳେଇ ଆସିବେ। କାହିଁକିନା ସିଏ ପଠେଇଥିବେ ପାଣ୍ଡବ ମାନଙ୍କୁ ମାରିକି ଆଣିବା ପାଇଁ, କିନ୍ତୁ ପାଣ୍ଡବ ମାନେ କେହି ନଥିବେ, ତାଙ୍କର 5 ଜଣ ସନ୍ତାନ ଶୋଇଥିବେ। ଆଉ ଧୃଷ୍ଟଦ୍ୟୁମ୍ନ ଶୋଇଥିବେ ତାଙ୍କର ମାମୁଁ, ପିଲାଙ୍କର ମାମୁଁ। ଆରେ ଧୃଷ୍ଟଦ୍ୟୁମ୍ନ ମାମୁଁ କି ନାଇଁ ପିଲେ ପିଲାମାନଙ୍କର? ହେଲା ତ ଇଏ ଯାଇକିରି କଣ କରିଥିବେ, ସେମାନଙ୍କ ମୁଣ୍ଡକୁ କାଟିକି ପିଲେ ନେଇ ଆସିଥିବେ। ହେଲା ତ ଶେଷରେ ଦୁର୍ଯ୍ୟୋଧନର ପିଲେ ମୃତ୍ୟୁ ହବ। ଆଉ ଅଶ୍ୱତ୍ଥାମାର ମସ୍ତକରୁ ପିଲେ କଣ ହରଣ କରାହବ? ମଣି ହରଣ ପିଲେ କରାଯିବ ନା ନାଇଁ? ଆଉ ଯୋଉ ଅଶ୍ୱତ୍ଥାମା ପିଲା ଆଜିକାଲିକାର କଳକି ଫିଲ୍ମରେ ପିଲେ ଆସୁଛନ୍ତି। ଆରେ କଳକି ଗୋଟେ ଫିଲ୍ମ ଆସିନି ପିଲେ ବଲିଉଡ ର, ଯୋଉଥିରେ ଅଶ୍ୱତ୍ଥାମାଙ୍କୁ ଦେଖା ହେଇଛି। ଆଜ୍ଞା ଅମିତାଭ ବଚ୍ଚନ ଅଶ୍ୱତ୍ଥାମା ହେଇଛି। ହଁ ଅମିତାଭ ବଚ୍ଚନ ଅଶ୍ୱତ୍ଥାମା ହେଇଥିବେ। ତାପରେ ସେଥିରୁ ପିଲେ ସବୁ ଯୁଦ୍ଧ ତ ସରିଯିବ, ଲାଷ୍ଟକୁ ପିଲେ ସ୍ତ୍ରୀ ପର୍ବ। ସ୍ତ୍ରୀ ପର୍ବ ମାନେ ଏଠି ସମସ୍ତଙ୍କ ସ୍ତ୍ରୀ ମାନଙ୍କର ବିଳାପ, ତ ୟାକୁ ହିଁ ନେଇକରି କରାହେଇଥିବା। ହେଲା ତ ସ୍ତ୍ରୀ ପର୍ବ ପିଲେ କୌରବଙ୍କର ଯେତେ ବି ସ୍ତ୍ରୀ ମାନେ ଥିଲେ ସେ ସମସ୍ତଙ୍କର ବିଳାପ। ଆଉ ଭୀମଙ୍କର ପିଲେ ଲୌହ ମୂର୍ତ୍ତିକୁ ଚୂର୍ଣ। ଜାଣିଥିବ ପିଲେ ଭୀମଙ୍କର ଲୌହ ମୂର୍ତ୍ତି ଚୂର୍ଣ କାହାଣୀ ନା ନାଇଁ? ଆଜ୍ଞା ଧୃତ ରାଷ୍ଟ୍ର ତାଙ୍କୁ ମାନେ ଆଲିଙ୍ଗନ କରିବା ଇଏ ପାଇଁ ମାରିବାକୁ ଡାକିବେ, କିନ୍ତୁ ସେ ପଥର ମୂର୍ତ୍ତି ଟାକୁ ଦେଇଦେବେ। ଦେଇ ଦେଇଥିବେ। ଆଉ ଶେଷରେ ଗାନ୍ଧାରୀ ମଧ୍ୟ କୃଷ୍ଣଙ୍କୁ ଅଭିଶାପ ଦେବେ। ହେଲା ଆଉ କୌରବ ଆଉ ପାଣ୍ଡବ ବଂଶର ପିଲେ ମୃତଙ୍କ ମାନଙ୍କର ପିଲେ ଦାହ ସଂସ୍କାର କରାଯିବ ସ୍ତ୍ରୀ ପର୍ବରେ। ଠିକ ଅଛି। ତାପରେ ସେଥିରୁ ପିଲେ ଶାନ୍ତି ପର୍ବ। ତ ଶାନ୍ତି ପର୍ବରେ ଯୁଧିଷ୍ଠିରଙ୍କର ନଗର ପ୍ରବେଶ, ତାଙ୍କର ରାଜ୍ୟାଭିଷେକ। ଭୀଷ୍ମ ବି ପିଲେ ଏପର୍ଯ୍ୟନ୍ତ ମରିନଥିବେ ନା ପିଲେ, ଭୀଷ୍ମ କେବଳ ସରସିଦ୍ଧାରେ ଥିବେ ନା ଆଉ। ତ ଭୀଷ୍ମଙ୍କ ଦ୍ଵାରା ଶ୍ରୀକୃଷ୍ଣଙ୍କର ସ୍ତୁତି, ସେଥିପାଇଁ ଭୀଷ୍ମ ସ୍ତୁତି ବୋଲି କୁହାଯାଏ ପିଲେ। ହେଲା ଗୋଟେ ସ୍ତୁତି ଅଛି। ଆଉ ଭୀଷ୍ମଙ୍କ ଦ୍ଵାରା ଯୁଧିଷ୍ଠିରଙ୍କୁ ରାଜଧର୍ମ, ଆପଦ ଧର୍ମ ଆଉ ମୋକ୍ଷ ଧର୍ମର ଉପଦେଶ। ତ ଭୀଷ୍ମଙ୍କ ଠାରୁ ପିଲେ ସବୁ କିଛି ଶିଖିବା ପାଇଁ ଭଗବାନ ଶ୍ରୀକୃଷ୍ଣ ପଠେଇଥିବେ ଯୁଧିଷ୍ଠିରଙ୍କୁ ନା ନାଇଁ? ତ ଏଇ ଭୀଷ୍ମ ତାଙ୍କୁ ସବୁ କିଛି ଶିଖେଇଥିବେ। ଆଉ ପିଲେ ଏଇ ଶାନ୍ତି ପର୍ବରେ ପିଲେ ଅନେକ ଗୀତା ରହିଛି। ମଙ୍କ ଗୀତା, ପରାଶର ଗୀତା, ହଂସ ଗୀତା। ତ ଏମିତି ଗୀତା କାରଣ ବହୁତ ପ୍ରକାର ଗୀତା ଅଛି। ଶ୍ରୀମଦ୍ ଭଗବତ ଗୀତା ତ ଶ୍ରେଷ୍ଠ ଗୀତା। ତା ସହିତ ଅନ୍ୟମାନଙ୍କ ଦ୍ଵାରା ମଧ୍ୟ ବହୁତ ସାରା ଗୀତା କରାଯାଇଥିଲା ପିଲେ। ମଙ୍କ, ପରାଶର, ହଂସ। ହେଲା ସେଇ ଗୀତା ଗୁଡାକ କିଏ କାହାକୁ କହିଥିବେ? ୟା ଭିତରୁ କିଛି ଗୀତା ବୋଧେ ଭୀଷ୍ମ ବି କିଛିଟା ଗୀତା କହିଥିଲା। ୟା ଭିତରୁ ଏମିତି କିଏ କାହାକୁ କହିଥିଲେ? ଠିକ ଅଛି। ଏସବୁ ବହୁତ ଛୋଟିଆ ଛୋଟିଆ ଗୀତା, ଏଥିରେ ଏତେ ବି ଶ୍ଲୋକ ନାହିଁ ଭଗବତ ଗୀତା ଭଳିଆ। ହେଲା ତାପରେ ଏମିତି ହେଇକରି ଶେଷରେ ପିଲେ ଅନୁଶାସନ ପର୍ବ, ଯୋଉ ପର୍ବରେ ଭୀଷ୍ମଙ୍କର ଉପଦେଶ ଆଉ ଭୀଷ୍ମଙ୍କର ମହାପ୍ରୟାଣ। ତାହେଲେ ଭୀଷ୍ମଙ୍କର ମୃତ୍ୟୁ ପିଲେ କୋଉ ପର୍ବରେ ହେଇଥିବ? ଅନୁଶାସନ ପର୍ବରେ। ଆଉ ତାପରେ ଯୁଦ୍ଧ ଚାଲିଥିବ। ପିଲେ ପରୀକ୍ଷିତଙ୍କର ଜନ୍ମ ବି ହବ। ପରୀକ୍ଷିତ ପିଲେ କିଏ ସେ? କାହାର ପୁଅ? ଉତ୍ତରା ଏବଂ ଅଭିମନ୍ୟୁଙ୍କର ପୁଅ। ହଁ ତ ଅଭିମନ୍ୟୁ ଉତ୍ତରାଙ୍କର ପୁଅ ପିଲେ ପରୀକ୍ଷିତଙ୍କର ଜନ୍ମ ବି ହବ। ହେଲା ଅନୁଶାସନ ପର୍ବରେ। ଆଉ ତାପରେ ଆଶ୍ୱମେଧିକ ପର୍ବ, ଯୋଉ ପର୍ବରେ ପିଲେ ଅଶ୍ୱମେଧ ଯଜ୍ଞ କରାଯାଇଥିବ, ସେଥିପାଇଁ ଏ ପର୍ବର ନାଁ ମଧ୍ୟ ଆଶ୍ୱମେଧିକ ପର୍ବ। ତାପରେ ପିଲେ ନେକ୍ସଟ ହଉଛି ଆଶ୍ରମ ବାର୍ଷିକ ପର୍ବ, ଯୋଉଥିରେ ମହାରାଜା ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀଙ୍କର ବାନପ୍ରସ୍ଥ ଗ୍ରହଣ। ଏମାନେ ବାନପ୍ରସ୍ଥ ନେଇଯିବେ ଆଉ ରାଜ୍ୟରେ ରହିବେ ନାହିଁ ପିଲେ। ଆଉ ସେମାନଙ୍କର ଦାବା ନଳରେ ପିଲେ ଭସ୍ମ ହେଇଯିବ। ତ ସେମାନେ ଥିଲେ ଯାଉଥିବେ ବାନପ୍ରସ୍ଥ କରୁଥିବେ, ସେଇଠି ପିଲେ ଦାବା ନଳରେ ବା ଜଙ୍ଗଲରେ ନିଆଁ ଲାଗିକିରି
ତ ସେମାନେ ମଧ୍ୟ ପିଲେ ମୃତ୍ୟୁବରଣ କରିଥିବେ ହେଲା। ତ ଧୀରେ ଧୀରେ ପିଲେ ଶେଷ ହେଇ ଆସିବ ଆଉ ନା ନାଇଁ। ତାପରେ ପିଲେ ମୌସଳ ପର୍ବକୁ ଏଥିପାଇଁ କୁହାଯାଏ ଯେମିତି ପିଲେ ମୂଷଳ ଦ୍ଵାରା ପୁରା ଯଦୁବଂଶର ବିନାଶ ହେଇଥିବ ନା ନାଇଁ। ତ ସେଥିପାଇଁ ଏ ପର୍ବର ନାଁ ହଉଛି ପିଲେ ମୌସଳ ପର୍ବ, ଯୋଉଥିରେ ସମ୍ପୂର୍ଣ୍ଣ ଯାଦବ ବଂଶର ପିଲେ ବିନାଶ ହେଇଥିବ ନା ନାଇଁ। ଯାଦବ ବଂଶ ପିଲେ କାହାର ବଂଶ? କୃଷ୍ଣଙ୍କର ବଂଶ ପିଲେ। ଶ୍ରୀକୃଷ୍ଣଙ୍କର। ତ ପୁରା ଯାଦବ ବଂଶର ବିନାଶ ହବ। କୃଷ୍ଣ ଆଉ ବଳରାମ ମଧ୍ୟ ପିଲେ ପରମଧାମ ଗମନ, ତ ସିଏ ବି ପିଲେ ଦେହ ତ୍ୟାଗ କରିନେବେ। ଆଉ ସମୁଦ୍ର ମଧ୍ୟରେ ପିଲେ ଦ୍ୱାରକା ପୁରୀର କଣ ହେଇଯିବ? ଅବସାନ ଘଟିବ ହେଲା। ଦ୍ୱାରକା ପୁରୀକୁ ସମୁଦ୍ର ଭିତରେ ସେ ମଗ୍ନ ହେଇଯିବ। ଆଉ ଶେଷରେ ପିଲେ ମହାପ୍ରାସ୍ଥାନିକ ପର୍ବ, ଯୋଉଥିରେ ଦ୍ରୌପଦୀଙ୍କ ସହିତ ସମସ୍ତ ପାଣ୍ଡବ ମାନଙ୍କର ମହାପ୍ରସ୍ଥାନ ମହାଯାତ୍ରାରେ ସେମାନେ ଆରମ୍ଭ କରିବେ। ଆଉ କିନ୍ତୁ ମହାପ୍ରସ୍ଥାନ ସିନା କରିବେ, କିନ୍ତୁ ଯୁଧିଷ୍ଠିରଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କର ମାର୍ଗରେ ପିଲେ ଦେହପାତ। ମାନେ ସେମାନେ ସମସ୍ତେ ଡାଇରେକ୍ଟ ସ୍ୱର୍ଗକୁ ଯିବା ପାଇଁ ଚାହୁଁଥିବେ, କିନ୍ତୁ ସମସ୍ତେ ସ୍ୱର୍ଗକୁ ଡାଇରେକ୍ଟ ସ୍ୱଦେହରେ ଯାଇପାରିବେ ନାହିଁ। କେବଳ ଜଣେ ହିଁ ଯିବେ, କିଏ ସେ? ଯୁଧିଷ୍ଠିର ପିଲେ ହେଲା। ଆଉ ତାପରେ ସ୍ୱର୍ଗାରୋହଣ ପର୍ବ, ଇନ୍ଦ୍ର ଯୁଧିଷ୍ଠିରଙ୍କୁ ସ୍ୱର୍ଗକୁ ନେଇ ଯାଇଥିବେ। ଠିକ ଅଛି। ତ ଏମିତି ହେଇକିରି ତ ମହାଭାରତ ପିଲେ ଏଇଠି ହିଁ ସରି ଯାଉଛି ପିଲେ ହେଲା। ମହାଭାରତର କଥା ଆଉ କାହାଣୀ। ଓଡିଆରେ ଗୋଟେ ଫେମସ ଉପନ୍ୟାସ ନାହିଁ ଯାଜ୍ଞସେନୀ ପ୍ରତିଭା ରାୟଙ୍କର, ସେ ଏଇ ଜାଗାରେ ଦ୍ରୌପଦୀ ଲେଖିଥିବେ ଯାଜ୍ଞସେନୀ। କୋଉ ଜାଗାରେ? ଏ ଯୋଉ ମହାପ୍ରସ୍ଥାନ ଯେତେ ବେଳେ? ଯେତେବେଳେ ଦ୍ରୌପଦୀ ପଡିଯିବେ ଆଗ, ସେଇ ସମୟରେ ମାନେ ହଉଛି ତାଙ୍କ ଜୀବନର ସବୁ କଥା, ସେ ତାଙ୍କ ଯୋଉ ଛାତିରୁ ରକ୍ତ ବାହାରୁଥିବ, ସେଇ ରକ୍ତରେ ପଥର ଉପରେ ଲେଖିଥିବେ କି କୃଷ୍ଣ ପୁଣି ଫେରିଲା ବେଳକୁ ପଢିବେ ବୋଲି। ଏଇ ଜାଗାରେ ଲେଖିଥିବେ। ହେଲା। ଅଧିକ ପ୍ରାୟୋରିଟି ଦିଆ ହେଇ ବର୍ଣ୍ଣନା କରାହେଇଛି ଯାଜ୍ଞସେନୀରେ। କର୍ଣ୍ଣଙ୍କୁ ଯେତିକି ବର୍ଣ୍ଣନା କରାହେଇଛି ଅର୍ଜୁନଙ୍କୁ କରାହେଇନି। ହେଲା, ସେଇଟା ଜଣେ ଆଧୁନିକ ରଚନା ଆଉ ତା ଦେହରେ ପୌରାଣିକ କିଛି ସାର୍ ନଥିଲେ ତାହେଲେ ମଧ୍ୟ। କୃଷ୍ଣ ଜନ୍ମଟା ସାର୍ ଆଦି ପର୍ବରେ ଆସିବ ନା? ହଁ, କୃଷ୍ଣଙ୍କ ଜନ୍ମ ଆଦି ପର୍ବରେ ହିଁ ଆସିବ। ଠିକ ଅଛି। ମହାଭାରତରେ କୃଷ୍ଣଙ୍କର ଏତେଟା କିଛି ବର୍ଣ୍ଣନା କରାଯାଇନି। ମେନ୍ କଥା ହେଲା, ଯଦି କୃଷ୍ଣଙ୍କର ଥାଆନ୍ତା ବର୍ଣ୍ଣନା ଦେଇଥାନ୍ତା। ମହାଭାରତର ମୁଖ୍ୟ ଜିନିଷ ପିଲେ କୃଷ୍ଣଙ୍କର ବର୍ଣ୍ଣନା ଏଥିରେ କରାଯାଇନି। କୃଷ୍ଣଙ୍କର ବର୍ଣ୍ଣନା ପିଲେ କୋଉଠି କରାଯାଇଛି? ଭାଗବତରେ। ଭାଗବତରେ। କୃଷ୍ଣଙ୍କର ସମ୍ପୂର୍ଣ୍ଣ ଚରିତ୍ର ପିଲେ, ମାନେ କୃଷ୍ଣଙ୍କର ଯେତେ, କାରଣ କୃଷ୍ଣଙ୍କର ସିଏ ଗୋଟେ ଅଲଗା ପାର୍ଟ ହେଇଯାଉଛି ପିଲେ ନା ନାଇଁ। କୃଷ୍ଣ କଣ କଣ କରିଥିଲେ, କୃଷ୍ଣଙ୍କର ଜନ୍ମ, କଂସ ବଧ ହେଲା, ଇଏ ଗୋଟେ କୃଷ୍ଣଙ୍କର ଗୋଟେ ସେପାରେଟ ପାର୍ଟ ହେଇଯାଉଛି। ତ ଏଗୁଡାକ ପୁରା ସମ୍ପୂର୍ଣ୍ଣ ଭାବରେ ଲେଖା ହେଇଛି ପିଲେ ଭାଗବତରେ ପିଲେ। ତ ମହାଭାରତରେ କେବଳ ଏଇ ମାନଙ୍କର, ଏଇ ଯୋଉ କୌରବ ପାଣ୍ଡବ ୟାଙ୍କରି ବଂଶର କଥା ହିଁ ରଚନା କରାଯାଇଛି। ବୁଝିଲା। ହେଲା। ତ ସେଥିପାଇଁ ପିଲେ ତ କୃଷ୍ଣଙ୍କ ଉପରେ ମହାଭାରତରେ ଏତେ କିଛି ବର୍ଣ୍ଣନା ନାହିଁ। କୃଷ୍ଣଙ୍କର ଖାଲି ନର୍ମାଲି ବର୍ଣ୍ଣନା ଅଛି, ଯେହେତୁ ପିଲେ ମହାଭାରତ ଯୁଦ୍ଧରେ କୃଷ୍ଣ ବି ତ ଗୋଟେ ଭୂମିକା ଥିଲେ ନା ନାଇଁ। ହେଲା। ତ ବାସ୍ ସେତିକି, କିନ୍ତୁ କୃଷ୍ଣଙ୍କର ଜନ୍ମ ବୃତ୍ତାନ୍ତ ଏସବୁ ମହାଭାରତରେ ନାହିଁ। ଆଉ ପିଲା ମହାଭାରତରେ ଏସବୁ ପିଲା ପ୍ରସିଦ୍ଧ ଟୀକାକାର ଗୋଟେ ମନେ ରଖିଥିବ ପିଲା, ଜ୍ଞାନ ଦୀପିକା, ଦେବବୋଧ, ମୁଖ୍ୟ ଧାମ ବୈଶମ୍ପାୟନ, ବିଷମ ଶ୍ଲୋକୀ ବିମଳ ବୋଧ, ଭାରତାର୍ଥ ପ୍ରକାଶ ନାରାୟଣ ସର୍ବଜ୍ଞ, ଭାରତ ଉପାୟ ପ୍ରକାଶ ଚତୁର୍ଭୁଜ ମିଶ୍ର, ଜୟ କୌମୁଦୀ ଆନନ୍ଦପୂର୍ଣ୍ଣ, ସଂଗ୍ରହ ଦୀପିକା ଅର୍ଜୁନ ମିଶ୍ର, ଲକ୍ଷାଭରଣ ବାଦିରାଜ, ଭାରତ ଭାବଦୀପ ନୀଳକଣ୍ଠ ଚତୁର୍ଧର। ତ ଇମ୍ପୋର୍ଟାଣ୍ଟ ହଉଛି ପିଲେ ଭାରତ ଭାବଦୀପ, ଜ୍ଞାନ ଦୀପିକା ଆଉ ପିଲେ ଭାରତାର୍ଥ ପ୍ରକାଶ ହେଲା। ଏ ତିନିଟା ହଉଛି ପିଲେ ଇମ୍ପୋର୍ଟାଣ୍ଟ ଟୀକା ଗୁଡାକ। ଠିକ ଅଛି। ଜ୍ଞାନ ଦୀପିକା, ଭାରତାର୍ଥ ପ୍ରକାଶ ଆଉ ଭାରତ ଭାବଦୀପ। ତ ଏମିତି ହେଇକିରି ତମମାନଙ୍କ ପିଲେ ଏଇଠି ମହାଭାରତ ସରିଛି। ଆମେ ଆଉ ଗୋଟେ କ୍ଲାସରେ ପିଲେ ପୁରାଣ ବିଷୟରେ ଟିକେ ଆଲୋଚନା କରିବା। ସରିଲେ ପିଲେ ଆମର ଏଇ ପାଠ ମଧ୍ୟ ସରିବ ପିଲେ। ଠିକ ଅଛି। ତ ବୁଝିହଉଛି ତ ପିଲେ ନା ବୁଝିବୁନି? ଆଜ୍ଞା ସାର୍ ବୁଝିହଉଛି। ହଉ ପିଲେ ଠିକ ଅଛି, ପୁଣି ଆମମାନେ କାଲିକି ଦେଖିବା ଆଉ। ସାର୍ ପ୍ରଣାମ। ହଁ प्रणाम सर। ହଁ ପିଲେ। प्रणाम सर।